ହାତ ଯୋଡ଼ିକିନା କହ, ଥ୍ୟାଙ୍କ ୟୁ ପ୍ରଭୁ, ମୋତେ ପ୍ରଚୁର ମାତ୍ରାରେ ସମୟ ଦେଇଥିବାରୁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ପ୍ରଭୁ, ମୋତେ ସବୁଦିନ ବହୁତ ବହୁତ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେଇଥିବାରୁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଭଗବାନ, ମୁଁ ବହୁତ ଅଦ୍ଭୁତ, ମୁଁ ବହୁତ ସୁନ୍ଦର, ମୁଁ ସତରେ ବହୁତ ଭଲ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୋ ପାଇଁ ମୁଁ ଯାହା ଚାହୁଁଛି, ଯାହା ପସନ୍ଦ କରୁଛି, ସବୁ କାମ ମୋର ହେଇଯାଉଛି। ମୋର ସବୁ ସ୍ୱପ୍ନ ପୂରା ହେଉଛି, ମୋର ସବୁ ସ୍ୱପ୍ନ ପୂରା ହେଉଛି। ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ମୋ ପାଇଁ କାମ କରୁଛି, ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ମୋ ପାଇଁ କାମ କରୁଛି, ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ମୋ ପାଇଁ କାମ କରୁଛି। ମୁଁ ନିଜକୁ ନିଜେ ବହୁତ ଭଲ ପାଏ, ମୁଁ ନିଜକୁ ନିଜେ ବହୁତ ଭଲ ପାଏ। ମୁଁ ଭଗବାନଙ୍କର ଛୁଆ, ମୁଁ ଋଷିମୁନିଙ୍କର ବଂଶଜ। ମୋ ସାଙ୍ଗରେ ସବୁବେଳେ ଭଲ ହେଉଛି, ମୋ ସାଙ୍ଗରେ ସବୁବେଳେ ଭଲ ହେଉଛି। ମୁଁ ନିଜକୁ ନିଜେ ବହୁତ ଭଲ ପାଏ। ମୋ ପାଇଁ ଏଇନା ସୁବର୍ଣ୍ଣ ସୁଯୋଗ ଆସିଛି। ମୁଁ ପ୍ରତିଦିନ ପ୍ରଚୁର ମାତ୍ରାରେ ଆଗକୁ ବଢ଼ୁଛି। ମୋ ଘରେ ମା ଲକ୍ଷ୍ମୀଙ୍କ କୃପା ବଢ଼ୁଛି। ଆମ ଘରେ ପ୍ରେମର, ସମ୍ମାନର, ବିଶ୍ୱାସର ସବୁ କିଛି ଗଢ଼ି ଉଠିଛି ଆମ ଘରେ। ମୁଁ ବହୁତ ଖୁସି। ମୁଁ ମୋ ପରିବାରଙ୍କ ସାଙ୍ଗରେ ବହୁତ ଖୁସିରେ ଅଛି। ଥ୍ୟାଙ୍କ ୟୁ ପ୍ରଭୁ, ଥ୍ୟାଙ୍କ ୟୁ। ଆଜି ମୁଁ ସକାଳୁ ଜୀବିତ ଉଠିକିନା ଦେଖିଲି ଯେ ମୁଁ ଜୀବିତ ଅଛି, ସେଥିପାଇଁ ମୁଁ ଆଜି ବହୁତ ଖୁସି। ଆଜି ମୁଁ ସୂର୍ଯ୍ୟଙ୍କର ଉଦୟ ଦେଖିପାରିଥିବାରୁ ବହୁତ ଖୁସି। ଆଜି ମୁଁ ଭଲ ଭାବରେ ଶୋଇପାରିଥିବାରୁ ଆଜି ମୁଁ ବହୁତ ଖୁସି। ଆଜି ମୁଁ ମୋ ପରିବାର ସାଙ୍ଗରେ ରହିଥିବାରୁ ବହୁତ ଖୁସି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ନା ସମସ୍ତେ ଆଖି ଖୋଲ। ଧୀରେ ଧୀରେ ଆମେ ଏମିତି ହାଲକା ପଜିଟିଭ ଏନର୍ଜିକୁ ଆସିକିନା ତାପରେ ଆମେ ଆମର କାମ ଷ୍ଟାର୍ଟ କରିବା ହେଲା। ଆଜିର ହେଉଛି ଆମେ ପ୍ରାକ୍ଟିସ କରିବା ଡେ 6। ଡେ 6ର କାମ କ'ଣ ହେଉଛି? ଯାଦୁଇ ପରି କାମ କରେ। ଆଜିର ପ୍ରାକ୍ଟିସଟା ହେଉଛି ଯାଦୁଇ ପରି କାମ କରେ। ଆମେ ଡେ 5 ତକ, ଡେ 1ର ଆମେ 10ଟା ବ୍ଲେସିଂ, ଡେ 3ରେ ଆମେ 30ଟା ବ୍ଲେସିଂ, ଡେ 4ରେ 10ଟା ବ୍ଲେସିଂ, ଡେ 5ରେ 10ଟା ବ୍ଲେସିଂ। ତ ଆମେ କେତେଟା 60ଟା ବ୍ଲେସିଂ ଆମେ କରିବା ଶିଖିଲୁ। 60ଟାରୁ ଆମେ କମ୍ ସେ କମ୍ ମୁଁ ବତେଇଛି ଗୋଟେ ବ୍ଲେସିଂରେ ଆମେ 10ଟା, ତ କେତେଟା ହେଲା? 600ଟା ହେଲା ନା। ମୁଁ ଏଇଠି କାଉଣ୍ଟିଂ କରିଦେଲି 600ଟା, କମ୍ ସେ କମ୍ 600ଟା। ଯିଏ ଯଦି ଭଲସେ ପ୍ରାକ୍ଟିସ କରୁଛି ଆଜି ଡେ 6 ଯାଏ, ତାହେଲେ ସେ ଦିନକୁ କମ୍ ସେ କମ୍ 500 ତ କରୁଥିବ ଗ୍ରାଟିଚ୍ୟୁଡ୍। ହେଉଛି ନା? ହେଉଛି କି ନାହିଁ? ପ୍ରଭାତ ହେଉଛି 600ଟା ଗ୍ରାଟିଚ୍ୟୁଡ୍? 600ଟା ଗ୍ରାଟିଚ୍ୟୁଡ୍ ହେଉଛି କି ନାହିଁ? 600ଟା ଲେଖିବାରେ ନା, ଲେଖିବାର ତ 60ଟା, ତାପରେ ତାକୁ 600ଟା କେମିତି କରିବ ମୁଁ ବତେଇ ସାରିଛି। ସେମିତି କରିକିନା ଆମେ 600ଟା ଆମର ହେଉଛି କାଉଣ୍ଟ କରା। ଆମେ ଯେତେ କମେଇବା କଏନ୍, ଆମେ ସେତିକି ଜଲ୍ଦି ଗୋଲ୍ଡ କଏନ୍କୁ ଆମେ ମାନେ ପାଇପାରିବା। ତ ଆମେ କେମିତି ତାହେଲେ କରିବା? ସବୁବେଳେ ତ ଲେଖି ହେବନି। ମୁଁ କାଲି କ'ଣ କହିଲି? ଆମେ ମ୍ୟାଜିକ୍ ବୁକ୍ଟାକୁ ଭଲସେ ସବୁବେଳେ କ'ଣ ଲେଖି ହେବ କି? ଆମେ 18 ଘଣ୍ଟା ଲେଖିପାରିବା କି? ନାଇଁ, ଆଜି ସକାଳେ କହିଥିଲି। କ'ଣ କିଏ ଜଣେ ପଚାରିଥିଲା, ଆଚ୍ଛା କଲେଜରେ ପଚାରୁଥିଲେ, ମୋ ଛୁଆମାନେ କହୁଛନ୍ତି ତୁ କ'ଣ ସବୁବେଳେ ରହୁଛୁ? ମୁଁ କହିଲି ଛୁଆମାନଙ୍କୁ ନ ଦେଖିଲେ କେମିତି ହେବ? ନିଜ କର୍ମ ବି ତ କରିବାର ଅଛି। ଭଗବାନ ଥୋଡ଼ି କହୁଛନ୍ତି ଯେ ସବୁବେଳେ ମୋର ନାମ ଜପ କରୁଥା। କର୍ମ ହିଁ ମାନେ ମେନ୍। କର୍ମ ସାଙ୍ଗରେ ଆମେ ଏଇଟା କ'ଣଟା ମିଳିଛି ତାକୁ ଥ୍ୟାଙ୍କଫୁଲ ହେଲେ ଆମେ ଆଉ ଟିକେ ଆଗକୁ ବଢ଼ିବା, ଆଉ କିଛି ନାହିଁ। କିନ୍ତୁ ଆମକୁ ସବୁବେଳେ ଆଗ ଆମ କାମ କରିବା ପାଇଁ ପଡ଼ିବ। ମୁଁ କାମ ଛାଡ଼ି ନାହିଁ ନା ମୁଁ କହିବି ଯେ ନାଇଁ ମୋତେ ତ କହିଛନ୍ତି ମିତା ନାନୀ ପୁରା ଏକଦମ 12 ଘଣ୍ଟା ପ୍ରାକ୍ଟିସ କର, ସେମିତି ନାହିଁ। ତ ଆଜିର ଚାପ୍ଟରଟା ହେଉଛି ସେଇଆ, ଯାଦୁ କି ତର କାମ କନା, ମାନେ ଯାଦୁ ପରି ଆମେ କେମିତି କାମ କରିବା। ତ ସେଥିପାଇଁ କହୁଛି ଡେ 60 ଯାଏ ଆମେ, ଡେ 5 ଯାଏ ଆମେ
60 30 30 40 50 60 हाँ 60 60 ଗ୍ରାଟିଚ୍ୟୁଡ୍ ଆମେ ଲେଖି ସାରିଛୁ। 60 ଗ୍ରାଟିଚ୍ୟୁଡ୍କୁ ମୁଁ ବାର ବାର ବତେଇଛି ସବୁବେଳେ, ହିନ୍ଦୀରେ ହଉ ଓଡ଼ିଆରେ ହଉ କେମିତି ଆମେ ତାକୁ 10ଟା କରିବା ବତେଇ ସାରିଛି, ଆଉ ସେଥିରେ କନଫ୍ୟୁଜ ହେବାର ନାହିଁ। ତ ଆମେ ସେଇଟାକୁ ଯଦି 10ଟା ନ କଲେ ବି ଚାଲ 5ଟା 6ଟା ହେଲା, ଯେମିତି ମୋ ବ୍ରେନ୍ ପାଇଁ ମୁଁ ଯଦି ଲେଖିଲି ସକାଳୁ ଉଠିକିନା ଥ୍ୟାଙ୍କ ୟୁ ମୋର ବ୍ରେନ୍ ପାଇଁ ଆଜି ମୁଁ ସକାଳୁ ଉଠି ପାରିଲି, ତ ସେଇ ସମୟରେ ମୁଁ ସାଙ୍ଗେ ସାଙ୍ଗେ ତାକୁ ଟଚ୍ କରିବି ଯୋଉ 10ଟା ଲେଖି ସାରିଲା ପରେ, ଥ୍ୟାଙ୍କ ୟୁ ମୋର ବ୍ରେନ୍ ପାଇଁ, ମସ୍ତିଷ୍କ ପାଇଁ ଆଜି ମୁଁ ବହୁତ ଖୁସି ଅଛି ସକାଳୁ ଉଠି ପାରିଲି। ଆଜି ସେ ମୋତେ ସବୁ କାମ ବ୍ରସ୍ କରିବା ପାଇଁ ବତେଇଥିବାରୁ ମୁଁ ବ୍ରସ୍ କରିପାରିଲି। ସେହି ସମୟରେ ଗାଧୋଇବା ପାଇଁ କେମିତି ନଳ ଖୋଲିବି, କେମିତି ବାଲ୍ଟିରେ ପାଣି ଭରିବି, କେମିତି ସାବାନ କରିବି, କେଉଁ ସାବୁନ ଲଗେଇବି, ଆଜି କେଉଁ ତେଲ ଲଗେଇବି, ମୁଁ କେମିତି ଆଜି ମାନେ ସବୁ ଜିନିଷ କରିବି, ସେ ସବୁ ମୋତେ କିଏ ବତେଇଲା? ବ୍ରେନ୍। ଥ୍ୟାଙ୍କ ୟୁ ବ୍ରେନ୍। ଆଜି ମୁଁ ସକାଳୁ ଉଠିକିନା କେଉଁ ମନ୍ତ୍ର ଜପ କରିବି, କେଉଁ ମେଡିଟେସନ ମୁଁ କରିବି, କ୍ଲାସରେ ଆଜି କ'ଣ ଶିଖିଲି, ସବୁ ଏ ବ୍ରେନ୍ ପାଇଁ। ସେଥିପାଇଁ ଥ୍ୟାଙ୍କ ୟୁ ବ୍ରେନ୍। ଆଜି ମୁଁ ତୁମ ପାଇଁ ବଢ଼ିଆ ବଢ଼ିଆ ରୋଷେଇ କରିପାରିଲି, ମୁଁ ଭଲସେ ପୂଜା କରିପାରିଲି, ମୁଁ ମୋ ପରିବାରଙ୍କ ପାଇଁ ଭଲ ରୋଷେଇ କରିପାରିଲି, ମୁଁ ମୋ ପରିବାରଙ୍କୁ ଦେଖି ମାନେ ତାଙ୍କ କଥା ଶୁଣିପାରିଲି, ମୁଁ ପୂଜା କରିପାରିଲି, ଯାହା ବି ଆଜି ଦିନସାରା ଆମେ ଯେଉଁ ବି କାମ କରୁଛୁ, ରେଷ୍ଟ ନେଇପାରିଲି, ମୋ ବ୍ରେନ୍କୁ ମୁଁ ଆଜି ରେଷ୍ଟ ଦେଇପାରିଲି, ତୁମେ ଥ୍ୟାଙ୍କ ୟୁ। ଏମିତିକିନା ଆମେ 10ଟା କମ୍ ସେ କମ୍ ବ୍ରେନ୍ ପାଇଁ କରିବା। ଯାହା ଯାହା ଆମେ ସକାଳୁ ଯେଉଁ 10ଟା ଲେଖୁଛୁ ନା ତାକୁ ଆମେ କମ୍ ସେ କମ୍ ତାକୁ 5ଟା 5ଟା କହିକିନା ଆମକୁ 10ଟାରେ 50ଟା ହେଇଗଲା ହେଲା। ଏମିତିକିନା ଆମେ 50ଟା କଲୁ କି 100ଟା କଲୁ, ଯେମିତି ବ୍ରେନ୍ ଉପରେ ଆମେ ଯଦି ନୋଜ୍ ଉପରେ କଲୁ, କାଲି ମୁଁ ବତେଇଥିଲି ନାକଟାକୁ ନେଇକିନା ଆମେ କେମିତି କହିବା, ଆମେ ନିଶ୍ୱାସ ନେଇପାରୁଛୁ, ସ୍ମେଲ୍ ନେଇପାରୁଛୁ, କାଲି ମୁଁ ସ୍ମେଲ୍ ଉପରେ ଲେଖେଇଥିଲି ନା। ତ ସେମିତି ଆମେ ବହୁତ ସାରା ଗ୍ରାଟିଚ୍ୟୁଡ୍ କରିପାରିବା। ଯଦି ଆମେ ମନି ଉପରେ ଲେଖୁଛୁ ତ ଥ୍ୟାଙ୍କ ୟୁ ମନି, ଥ୍ୟାଙ୍କ ୟୁ ମା ଲକ୍ଷ୍ମୀ, ଆଜି ମୁଁ ସକାଳୁ ଚା କପ୍ଟା ଜାଣିଛୁ, ଚା କପ୍ ମାନଙ୍କର ପିଇଲ, ଚା କପ୍ ପାଇଁ ବି ଆମେ କିଣିଛୁ, ଚା ରେ ଯୋଉ କ୍ଷୀର ଲାଗିଛି ତାକୁ ବି ଆମେ ମା ଲକ୍ଷ୍ମୀଙ୍କ କୃପାରେ କିଣୁଛୁ, ଚା ପତିକୁ ବି କିଣିଛୁ, ଗ୍ୟାସରେ ଯୋଉ ସିଲିଣ୍ଡର ଲାଗିଛି ସେଟା ବି କିଣିଛୁ, ଗ୍ୟାସ ଚୁଲାରେ ଯୋଉ ବନଉଛୁ ସେଟା ବି ମା ଲକ୍ଷ୍ମୀ। କେତେଟା ହେଇଗଲା? ସିଲିଣ୍ଡର ପାଇପ୍, ବର୍ଣ୍ଣର, ଲାଇଟର, ଗ୍ୟାସ ଚୁଲା ଥିଲେ, ସିଲିଣ୍ଡର ଥିଲେ ଚୁଲାଟା ଜଳିବ କେମିତି? ଲାଇଟର। ତ ତାକୁ ବି ଆମେ କୃତଜ୍ଞତା, ଆମେ ମାନେ ଯାହା ଛୋଟ ଛୋଟ ଜିନିଷକୁ ଯାହାକୁ ଆମେ ବିଲକୁଲ କୃତଜ୍ଞତା କରୁନୁ ତାକୁ ବି ଏଇ ସମୟରେ ଆମେ କରିଦଉ। ହେଲେ ଯଦି ମୁଁ ଗୋଟେ ମା ଲକ୍ଷ୍ମୀଙ୍କ ପାଇଁ ଯଦି ମୁଁ ଲେଖିଲି ଆଜି ସକାଳୁ ଚା ଟା ପିଇପାରେ, ତ କେତେଟା ମୋର ଗ୍ରାଟିଚ୍ୟୁଡ୍ ହେଇଗଲା? କମ ସେ କମ 10ଟା କି 15ଟା। ଚା ପତି ପାଇଁ, ଚିନି ପାଇଁ, କ୍ଷୀର ପାଇଁ, ଯୋଉ କ୍ଷୀର ବାଲା ଆସିନା ମତେ କ୍ଷୀର ଦେଲା ତା ପାଇଁ ଗ୍ରାଟିଚ୍ୟୁଡ୍। ଏମିତି ହେଇକିନା ଆମେ ସେଟାକୁ କହିବା। ଯେତେବେଳେ ଗୋଟେ ଲେଖି ସାରିଲା ପରେ ମୁଁ ଯୋଉ କହିଲି ହାର୍ଟ ଥଟ୍, ଯୋଉ ହାର୍ଟରେ ଦେଇକିନା ଆମେ ଯୋଉ କହିବା ସେଇଟା ହଉଛି ତାର ପ୍ରୋସେସ ହେଲା। ବୁଝିପାରିଲ ପ୍ରଭାତ? ପ୍ରଭାତ ବୁଝିପାରିଲ? ତୁମର କ୍ୟାମେରାଟା ଅନ୍ କର। ଆଚ୍ଛା, ହଉ ହଉ, ତାହେଲେ ଠିକ ଅଛି। ତ ତୁମେ ସେମିତି କରିକିନା ପ୍ରାକ୍ଟିସ କରିବ डेली। तो आज ही चलो हम रीड करेंगे आगो। आपने किसी भी गतिविधि, कला, शिक्षा या योग्यता को लो, इसे लेकर इसे इतने आगे तक धकाए कि जहां तक यह पहले कभी नहीं गई थी, मुहाने से भी आगे तक, तो आपसे इस जादू के खतरे में पहुंचने के लिए विवश कर देते हैं। माने आमर जो कृतज्ञता जोटार आम जो काम करुचु, जो कला शिक्षा योग्यता को लेकर आप इतने आगे तक धकाए धकाए माने मु हिंदी टा कौन मत देखा पड़ो। जहाँ भी मेन हूँ आम जदि आगू जीवार अच्छे आम कृतज्ञतार गति एत बढ़ेबार अच्छी जे ताकू आम आम जो आम मैंने एत करूँ आम मैंने भगवान भी मैंने ये करेंगे ना ये सतरे बहुत कृतज्ञ आम लाइफ धीरे धीरे मैजिक हम। ऐसा कैसे हो सकता है कि एक व्यक्ति जो घोर गरीबी में पैदा होता है, शून्य से शुरुआत करता है और जिसके पास बहुत कम शिक्षा होती है, वो आगे चलकर राष्ट्रपति या मशहूर हस्ती बन जाती है। अभी तो पूरा एग्जाम्पल ऐसा बोलते हैं ना, मोदी जी चाय वाले थे, चाय वाले से कैसे प्राइम मिनिस्टर बन गए? बस इसी रास्ते से ही वो बन गए हैं, कृतज्ञता कर करके। ये किसी को नहीं पता है, पर मोदी जी भी इस टाइप का ग्रेटिट्यूड करते हो सकता है, मैजिक बुक ना करते होंगे, पर रोज अपने आप को 1 घंटा 1.5 घंटा देते हैं। देखते हो ना कभी कभी मोदी जी बोलते हैं ना, न्यूज में आता है कि वो जाके ध्यान में बैठ गए हैं 15 दिन 1 हफ्ता, बीच बीच में न्यूज आता है ना, तो किस लिए? यही सब वो करते हैं।
उनके पास भी सोचो कि वो मुझे हिंदी रे अभ्यास हो जाइए ना तो मोदी पाखे जब टाइम अच्छे से प्राइम मिनिस्टर होना से चा वाला होना जब से प्राइम मिनिस्टर हो पारे ताने आमे कहीं हो पारिबानी जदि चाहूचु प्राइम मिनिस्टर आपे हो पारिबा हैला जदि चाहूचु आमे राष्ट्रपति हेपे राष्ट्रपति भी हो पारिबा जदि चाहूचु आमे चीफ मिनिस्टर आपे चीफ मिनिस्टर भी हो पारिबा आ जदि चाहूचु मो घरे रानी भलिया रहिबे हेले भी रहि पारिबा हैला मु आज अनु तू अच्छु कि हाँ आज शाश्वत सागर मु कथा लगी है रिंकू को टे कहबू से भी आसो मैजिक बुक मुझे कही है तो से एमती कथा कहू से पचारा कौन तो हाँ मु आज कहूँ मोर माने केमती थिला मोर इच्छा थिला मोर एजुकेशन थिला हाँ मते टीचरशिप लाइन रे इच्छा थिला एना मो पुओ सारे कथा लागुथले मु कहूथले जे मोर एजुकेशन केमती केमती स्वप्न पूरा हुए तो मु कहली मोर एजुकेशन थिला मु टिके माने बीएड फेड करिकिना कि आगु थिला डायरेक्ट जदी करना मु टीचरशिप जेबी किंतु सेही समय मु गोटे सबले भाबुथली मु गाँ रे गोटे थिबी आ टीचर हेतिबी मु समस्त को सहाय्य करूथिबी किंतु जदी सापटे आसीଯିବ ताहले मु कोन करबी सबले मोर सेईटा डर थला सेई डर पई आज मोर स्वप्नटा रुकावट हो गला जानि थाओ जोठी डर रहला सेईठी स्वप्न अटकी जाए मु आज जानि पारली जे स्वप्नटा मोर कोठी पई अटकिला हैला माने एते एटा केमते जानली एई मैजिक बुक प्रैक्टिस करे कि नै मु जानि पारली किंतु किछिटा मोर मैनिफेस्ट थिला मु चाहिथिले आज सेईथि में आमे क्लास करूछु बसिकिना किछिटा मु सिखै पारछु सेम टू सेम चलो हुए तो मु टीचर हे पारिने किंतु कितने जन सब बतई पारछु तुम फान को तो सेटा भी गोटे लाइन तो एमती पूरा हुए हैला हुए तो मोर इनकम नहीं किंतु मोर इच्छाटा पूरा होउछि जेमते मु भाबिथिले जे गाँ रे रहिबी गरीब लोक को सिखेइबी पढ़ेइबी बहुत साहाय्य करबी मोर सेमती थिला मु बाहा हेबिनी आउ गाँ रे रहिबी किंतु गाँ रे रहिना एमती समस्त पढ़ेइबी समस्त मोर पैसाटा सेमती मु खर्च करिबी देखला बेलू साप मोर स्वप्न अटकला से तुम स्वप्न पे सापट स्वप्न अटकाओनी समस्ते स्वप्न देख पूरा इगल रो स्टोरी भाया पूरा निजर गोल को सेट कर है आज सकाळ जल्दी बतईली जबकि दूसरा व्यक्ति काम करके निढाल हो जाता है लेकिन जीत और कोशिश के बावजूद भी सफल नहीं हो पाता सफलता यह खोई हुई कड़ी है कृतज्ञता क्योंकि आकर्षण का नियम अनुसार आपको उस चीज के लिए कृतज्ञता होना पड़ेगा जिसके बदौलत सफलता आपकी ओर आकर्षित होती है इसीलिए कृतज्ञता के बगैर स्थायी सफलता पाना असंभव है तो नियम अनुसार आमे जहाँ चाहूचु ताहा पाउचु ताले आमे जोटा पई आमे फोकस करछु ता पई हमको मन कर मोर हेल्थ पई सेमते आगु चैप्टर रे कोन कहला हेल्थ पई जदि तुम चैलेंज आसी ताले हेल्थ पई बहुत सारा ग्रेटिट्यूड लेखो आ कृतज्ञ हो कि मोर गोडटा ठीक अछि मोर हाथटा ठीक अछि ताले ऑटोमेटिक ठीक हे जिवो आ जदि मत मनी पे अच्छे तो मतलब जोटा मिली आम 3 दिन में से चैप्टर से कलु कहीं आपको आम केमती आम स्वप्न को धीरे धीरे जीवा है तो तापर हूँ जदि नौकरी या कारोबार अवसर प्रमोशन धन जबरदस्त विचार प्रेरणा प्रतिशत जैसे अच्छी चीजों को बढ़ाना चाहते तो आपकी नौकरी या कारोबार के लिए कृतज्ञता अनिवार्य है माने जदि आम चाहूचु जमी प्रभात जब चाहूँ बिजनेस में बार बार सकाळु उठिकिना मोर बिजनेस मु कही सारी मोर बिजनेस पे पूरा बिल पे थैंक यू करो मोर ऑफिस को थैंक यू करो मोर लैपटॉप को थैंक यू मु जहाँ सांगे बिलिंग पास कर बहुत ब्लेस दियो से भी बहुत बढ़िया से रो एमती जदि आउ किए अच्छे तुलसी रमती दुकान अच्छी पूजा दुकान तो से सकाळ उठिकिना पूरा दुकान को पूरा ब्लेस करना आज मो दुकान सब जिनस को माने जहाँ पूजार दीप रू नहीं घी रू नहीं जहाँ अगरबत्ती सब जिनस को थैंक यू करार अच्छे तो थैंक यू केमती जमती आज प्रभात एना कहले थैंक यू कौन सब लिखी कि यही चैप्टर आज बता हम थैंक यू लिखिकिना तापर आम केमती करवा है जिसको जिसके पास भी कृतज्ञता है नौकरी या कारोबार के लिए उसे अधिक दिया जाएगा और समृद्धि होगी जिसके पास कृतज्ञता नौकरी कारोबार के लिए नहीं है तो उसके पास जो भी है वो छीन लिया जाएगा तो से आज आमर हूँ आम जो जिनसा करुचु आज जदि मो घरटार अच्छी मो घर पर जब मुझे कृतज्ञ हेबिनी आज मु खाइबा बनई पार्ची मो हाथटा में जब कृतज्ञ हेबिनी मो माँ अन्नपूर्णा को जब मुझे कृतज्ञ हेबिनी कि सबुदिन मो मास स्टार्ट रु आरंभ रु मो घर प्रचुर मात्रा माने खाइबा जिनस आसुची ताहले केमती हबो जे मु कृतज्ञता हेबिनी जहाँ आमे सब कही कही कौन करुचु
ଆରେ ମୋ ପାଖରେ ତ ଏଇ ମାସରେ ନା କେଜାଣି ପ୍ରୋବ୍ଲେମ ହବ, ମୁଁ ମଧ୍ୟ ରାସନ ପୁରା ଆଣିପାରିବିନି କି କୋଉ ଜାଗା ଯାଇପାରିବିନି, ଆମେ ନିଜେ ନିଜେ ଆମେ କଣ କରୁଛୁ ସେଇଠି ଆମେ ନିଜର ଏଇଟାକୁ ଡରଟାକୁ ଭୟଟାକୁ ସେଠି ଇଏ କରୁଛୁ। ତ ଆମ ପାଖରେ ଯାହା ବି ଅଛି ସେ ମାସ ଶତକ ଆମକୁ ନା ଅସୁବିଧା ହବ। କିନ୍ତୁ ଯଦି ମୁଁ ମୂଳରୁ ଭାବିଦେବି ଯେମିତି ଆମେ ଯୋଉ ଏଇନା ତ ଆସିନି ସେ ଚାପ୍ଟରଟା, ସେଇ ତା ଉପରେ ମୁଁ କହିବା ପାଇଁ ଚାହୁଁନି, ନହେଲେ କନଫ୍ୟୁଜ ହବ। ठीक ଅଛି, तो हमको इनको कृतज्ञता କରିବା ପାଇଁ पड़ो। आप कृतज्ञता की जितनी मात्रा दोगे उसी अनुपात आपको प्रतिफल मिलता है। आप अपनी कृतज्ञता की मात्रा नियमित करके खुद को मिलने वाली धनराशि की मात्रा को नियंत्रित कर रहे हो। तो आमे ଯେତେବେଳେ କୃତଜ୍ଞତା କରୁଛୁ ତ ଆମେ ଆମର ମାନେ କଏନ ଯୋଉ ଆମେ କହୁଛୁ କମାଇ ମାନେ ଆମେ ସେତିକି ଆମେ ଇନକମ୍ କରୁଛୁ ଯେତିକି ଆମେ ଲେଖିବୁ। ତ ଆଜିଠୁ ଆମର କାମ ହଉଛି, ମନେକର ମତେ 1,00,000 ଟଙ୍କା ଦରକାର। 1,00,000 ଟଙ୍କା ଯଦି ଦରକାର, ମୁଁ ମନି ପାଇଁ କେତେ ଟଙ୍କା କରିବି ଦେଖ, ଏଇଟା କରିନା ଯାହାର ମନି ଚ୍ୟାଲେଞ୍ଜେସ୍ ଅଛି, ଏଇଟା ଆମେ କରିଥିଲୁ ଆଉ ସକ୍ସେସଫୁଲ ହେଇଥିଲୁ ହେଲା। ତ 1,00,000 ଯଦି ମତେ ଦରକାର, ତାହେଲେ ଆମେ କମ୍ ସେ କମ୍ 1,000ଟା ଗ୍ରାଟିଚ୍ୟୁଡ୍ ଲେଖିବୁ। ହୁଏତ 1,000ଟା ଗ୍ରାଟିଚ୍ୟୁଡ୍ ଆଗରୁ ମ୍ୟାନିଫେଷ୍ଟ ହେଇଯିବ, ମନି ମିଳିଯିବ, ଆଉ ନହେଲେ ଯଦି ହଉନି ତାମାନେ ଆମେ ଆହୁରି ସେଥିରେ ଗାତ ଖୋଳୁଛୁ, ଆମକୁ ଆହୁରି କିନ୍ତୁ ମ୍ୟାକ୍ସିମମ୍ ମତେ ଯଦି 1,00,000 ଟଙ୍କା ଦରକାର, ତ ମୁଁ କମ୍ ସେ କମ୍ ଲକ୍ଷ୍ମୀ ମାଙ୍କ ପାଇଁ 1,000ଟା ଗ୍ରାଟିଚ୍ୟୁଡ୍, ଏଇଟା ହଉଛି ନିୟମ ହେଲା। ଜାଣିପାରୁଛ, କହିକିନା ଲେଖିକିନା ଭାବିକିନା ଯେମିତି ହଉଛି ମତେ 1,000ଟା କରିବା ପାଇଁ ପଡିବ। ମୋର ଆବାଜ ଶୁଣା ଯାଉଛି? ମୋର ଆବାଜ ଶୁଣା ଯାଉଛି? ଶୁଭୁଛି ନା? କାହିଁ ଚେହେରା ସମସ୍ତଙ୍କ ଦେଖା ଯାଉନି ନା ନେଟ୍ ପଳେଇଗଲା କି କଣ? ଆଉ ସମସ୍ତଙ୍କ ଚେହେରା ଆସୁଛି? हाँ जो मैंने ऑन क्वेश्चन पे आसची। अच्छा, मत कहारी भी आसुनी तो से ठीक अच्छे। तो जैसे आप फोन, प्रिंटर, इंटरनेट, कंप्यूटर उन लोगों के बारे में सोचे जिनके साथ आप काम करते हो। तो आमे जेतेबेले काम करि जाउचु कि सकाळ आम घरको क्षीर वाला आसिला, काम वाले आसिला, ताको भी आमे थैंक यू करिया पे पड़िबो। जेमति मन कर मोर हस्बैंड प्लांट को जाउछथि, तो मु सेतेबेले सब दिन कृतज्ञ करे कि प्लांट पे थैंक यू करे, से प्लांट लोक मान को थैंक यू करे, से प्लांट पई आज हमरो रोजी रोटी चलुची, आमे जहा भी इच्छा पाउचु, पिंधुचु, खाउचु, पिउचु, बुलुचु, छुआ मन को पढ़ाया पे दई पारुचु, सब किछि आमर कर्मभूमि पे। तो से आजिका जो चैप्टर अच्छे आम आम कर्मभूमि को बहुत बहुत ग्राटिट्यूड करवा। हाँ, फास्ट तो से धरती माता को, जमती जार दुकान अच्छी जो ऑफिस अच्छी धरती माता को आग, से जगह को आग, से स्पेस को आग जो जगार बनी, जदि आम हाउस वाइफ घरे अच्छु ताले आम घर को धरती माता को, तापर घर को, तारपर आम जहाँ जहाँ देखुचु सब जिन को थैंक यू जितकी आम करवा आम घर से भल उन्नति हम से आम किंतु ये कामटा केमती करा जाए एटा होची मनकर आम सकाळू लिखाई पढ़ी देमु आग। आपका मैनेजर आपका जितनी गहराई से कृतज्ञता महसूस करता है देखता है, जब भी आप कृतज्ञ होने के लिए चीज खोजते हैं तो हर बार आपको अदृश्य मैनेजर लिखने के लिए विवश करते हुए यह कहे माने एथर अच्छी आमे गोटे जमती मैनेजर माने मु गोटे मैनेजर गोटे असिस्टेंट रखी से जिते मु लिखि पारुनी से समय रे मोर कृतज्ञता से लिखिबो हैला। तो अदृश्य मैनेजर तक कहा जाए हैला, माने अदृश्य मत से देखा जानी किंतु मो पछरे से अच्छी आ मोर जेते ग्रेटिट्यूड मु जेते हम थैंक यू मु जो कहूँ थैंक यू कहया पे जिते आम थैंक यू कहवा से जिनसटा से मैनेजर ही लिखुची। माने भाबी नियो कि एइना मु ऑफिस रे अच्छी प्रभात जमती ऑफिस रे अछंती से तो सब बेले तो ग्रेटिट्यूड लिखि पारिबेनी, से पचारे नानी केते लिखुची कि मुखे नाइ लिखिया पे से कोन करिवे, सकाळू जहा लिखि सारे तापरे ऑफिस जिबार अछि कि काम को जिबार अछि, सेही समय कि आमे हाउस वाइफ जमती आमे किचन को जिबा काम करबा। मो सकाळू हे गला मु 2 घंटा कि 2.5 घंटा लिखिले, एना जमती प्रभाती तार से फैमिली को देखुची, संजू जमती तार फैमिली को देखुची, ता सासू घर सेवा करूची, समस्त घर अलग अलग काम अच्छे। अनु जमती तार 2टा छोट छोट छुआ से को पढ़ेब सब ग्रेटिट्यूड थोड़ी लिखिपारनी। तो सही समय से कौन माने कौन कहबो माने थैंक यू लाइफ हैंड एमपी देकिना से अदृश्य मैनेजर गोटे ना देव, कल्पना करबो जे से मो पछरे ठिया हेची आ मु जहा जहा थैंक यू कहूचे मने मने से लिखुचे, किंतु हमको थैंक यू कहिया पे पड़िबो। जदि मु आज किचन को गले ना मु सकाळ लिखि सारे ब्लेसिंग, तापरे गाधे गली तो मुझे लिखिपारे से समय ग्रेटिट्यूड कपी थोड़ी धरती।
तो ମୁଁ କ'ଣ କରିବି, ମୋର ଲେଖା ସରିଗଲା, ମୁଁ ସେ ସମୟରେ କ'ଣ କରେ ନା ତ ମୁଁ ଗ୍ରାଟିଚ୍ୟୁଡ୍ ଲେଖିଦେଲି ଏନା ମ୍ୟାନେଜର ଥ୍ୟାଙ୍କ ୟୁ ମାନେ କହିବେ ମନେ ପକେଇନା ତାର ନାଁ ଗୋଟେ ଦେଇକିନା, କିନ୍ତୁ ନିଜର ଘରର ମେମ୍ବର କାହାରି ନାଁ ଦେବନି, ବାହାର ଲୋକର ନାଁ ଦେଇପାର, ନହେଲେ ତୁମକୁ ଯିଏ ହେଲ୍ପ କରୁଛି ତା ନାଁ ଦେଇପାର, କି କୌଣସି ଭଗବାନଙ୍କ ନାଁ ବି ଦେଇପାର, କିନ୍ତୁ ଘରର ମେମ୍ବର ନାଁ ଦେବ ନାହିଁ ହେଲା। ତାପରେ ନାଁ ଦେଇକିନା ତାକୁ କହିବ ଥ୍ୟାଙ୍କ ୟୁ, कि मोर मु एना काम करने जाऊँ, मु जहाँ जहाँ थैंक यू कहूँ डायरी पेन धरिना से थैंक यू गुड़ाक आपण लिखतु, धन्यवाद लिखतु। एमती कहीना कम से कम आम जब दिन को जब 100टा रू 1000टा जब करदे 100टा तो सांगे सांगे हो एना मु बसे बसे 100टा करदेवी 10 मिनिट रे हैला। किंतु आम जब 1000टा कर पारलु ताहले आम लाइफ रे निश्चय मैजिक आसीबो हैला। एटा होची माने जो स्पीड रे आमे केमते गोल्डन कॉइन को केमते कमेबा, एटा होची फास्ट माने वही रो फास्ट पार्ट। आमे एना ग्रेटिट्यूड करबा सिखि गलु, ग्रेटिट्यूड कर साला पर मैनेजर को केमते आमे वर्क देकिना केमिति माने हमरो थैंक यू कॉइन गुडा को केमते बढ़ेबो, एटा होची काम हैला। तो मु जेमति गल्ली गाधेया पे थैंक यू आमे कहू ना थैंक यू गाधेबा समय हमर बॉडी पार्ट रो कर दो, थैंक यू मनी पे कर दो, जेमति ऊपर मु लिखिची मनी पे जो धन पे माँ लक्ष्मी को कृपा, मत जो कार्डटा जो बनाई बाथरूम रे कहती ना से लिखिकिना मु कहे थैंक यू लक्ष्मी माँ ए साबार पे, थैंक यू लक्ष्मी माँ आम घर को 24 घंटा पानी आसुथबार, थैंक यू लक्ष्मी माँ आम घरे के बाथरूम रे मु जो शैम्पू यूज करछि सेते थैंक यू पेस्ट को लक्ष्मी माँ, थैंक यू लक्ष्मी माँ मु ए ब्रश की पेस्ट जहाँ कर पारछु, थैंक यू लक्ष्मी माँ ये वाश बेसिन पे, थैंक यू लक्ष्मी माँ। एमती आम थैंक यू फास्ट को ऑर्डर दे देबा, तापर जहाँ जहाँ आम थैंक यू करबा कबाट को धरिकिना कि थैंक यू कबाटा पाई मु सेवली घरे रही पारुछि, थैंक यू किचन रो जो गैस चूल्हा जेंतु मु कहली चा कप पाई, तापर आमे कोन बनाउछु जहाँ भी बनाउछु आज दिनटा सारा रे केते बढ़िया आमे सकाळु जहाँ जहाँ करिछु आमे लिखिछु कि लिखिनु, सब जिंस तो लिखिबार पॉसिबल नुहे। तो सेही समय आमे थैंक यू कहिकिना सब जिंस को आज मु जेमति गली रांधिली इडली बनैली संबर बनैली चटनी बनैली से समय मोर इडली छांच को थैंक यू, से मेसीन जो पेसिली वेट ग्राइंडर ताकू थैंक यू, नड़िया को थैंक यू, जो तरकारी बनैली ताकू थैंक यू, एमती सब जिंस को थैंक यू कही कही मैनेजर सेटा लिखिबो हैला। बुझी पारलो। तो आज आमे यह यदि यह जादू की तरह काम करना अभ्यास किसी वीकेंड पर या उस दिन पड़ता है तो आप नौकरी पर नहीं जाते हो तो अगले दिन का अभ्यास पर जाए और फिर जिस दिन का आप दोबारा नौकरी पर जाए उसी दिन का इस जादुई अभ्यास पर लौटे। यदि जादू की तरह काम करना अभ्यास किसी वीकेंड पर जा रहे हो उसी दिन पड़ता है तो आप नौकरी पर नहीं जाते हो तो अगले दिन अभ्यास पर जाए और अच्छा आमे मन कर आज ऑफिस जाइनु, जदि ऑफिस जाइनु जदि अभ्यासटा पड़ला तो आमे कोन करबो, एटा अभ्यास तो करि पार नथबो, तो आमे आरो दिन से कामटा को पुणी आउथरे स्टार्ट करबा ऑफिस पई हैला। घरे तो करियबो किंतु बही रे सेमति कहछि, किंतु आमे घर काम सहित बाहर काम सहित सब आमे मैजिक माने मैनेजर को आमे कहिना थैंक यू करि परिबा हैला। तो हे गला आज रो काम। तो आमे जो अछि वर्क अछि जादुई अभ्यास क्रमांक 6 रो तो जादुई तरह काम करना आज जो चैप्टर माने केमिति आम जीवन में जादू केमती हबो केमती काम करबो ता उपरे। तो जादू कमा अभ्यास रे आमे जेमति सकाळ 10टा नियमते गनु तापर धन्यवाद को एटा हैला। तापरे आप ऑफिस के काम करते समय कल्पना करें कि एक अदृश्य मैनेजर आपके पीछा कर रहा है, माने आमे अनुभव की करबा आमे जुआडे जाउछु से अदृश्य मैनेजर आम पछरे जाउछि, ए सब बडे अनुभव कर। बाथरूम गले बाथरूम को जाइछि, किचन को गले किचन रे जाइछि, मु जदि गार्डन को जाउछि फूल तोड़ुछि गार्डन रो काम करछि पानी दउछि से समय रे मोर पछरे गोटे छाया टाइप रो गोटे अछि शेडो टाइप रो आउ से मोर ग्रेटिट्यूड डायरी और पेन धरिना थैंक यू लिखुछि हैला। एटा होछि आमे अनुभव करबा माने सतरे मो पछरे जणे अछि हमर हेले जे आमे कल्पना न करले हबनी, हमको कल्पना करिया पे पड़िबो हैला। कुत्ते का होने के लिए कोई चीज खोजते जब आप कुत्ते का होने के लिए कोई चीज खोजते हो तो आप उससे लिख रहे हो आज आपका काम है नौकरी से ज्यादा चीज का तलाश करना जिसके लिए आप कृतज्ञता महसूस करते हो। तो इस बुक में बताया जो नौकरी वाले हैं बहुत ज्यादा से ज्यादा मतलब उसका कृतज्ञता। तो आप लोग जो नौकरी वाले हो वो तो ठीक है, जो बाहर काम करते हो बाकी जो है मोनालिसा मैडम आपण अछंती ये कौन कौन करती हेले मुझे जानले कही पारती संगीता हाँ
संगीता जड़े टीचर हाँ ठीक अच्छे संगीता संगीतर काम हूँ प्रभात तो मत देली जिते बड़े संगीता स्कूल को जीव स्कूल गला आगुरी पूरा थैंक यू मैनेजर को मैंने आज जो काम हूँ मैनेजर को कहीदे कि अदृश्य मैनेजर को मुझे स्कूल को जाऊँगी मोर छुआ मान पढ़ेबी जो जो ये थी तो से मैनेजर को कहना से समय स्कूल गला बेले आग स्कूल को धन्यवाद से स्कूल बिल्डिंग को धन्यवाद से धरती माँ को धन्यवाद से जहाँ स्कूल गछ पत्र जहाँ अच्छी क्लास रूम को बेंच को तापर से कौन कहती जो बोर्ड जो जहाँ भी थे स्कूल सब जिनस ब्लैकबोर्ड डस्टर चक पेन रजिस्टर छुआ मान को जो पढ़ाऊ सब सब्जेक्ट को आजिकल तो सब माने रोचे जो प्रोजेक्टर टाइप रो कंप्यूटर ये सब जिनस को सब टीचर मान को ऑफिस रूम को कॉमन रूम को जहाँ भी से स्कूल अच्छी सब जिनस को थैंक यू इवन कि गेट पहुँचला पर गेट को भी थैंक यू से स्कूल जो नाटा थी से ना को थैंक यू से जगह को थैंक यू से शहर को थैंक यू से गाँ को थैंक यू से रोड को थैंक यू से जगार जहाँ जहाँ अच्छी समस्त को थैंक यू हेल्ले आम कृतज्ञता बढ़ो ना तो जिते आम जो कृतज्ञता करवा देखिए एत चेंजेस आसब लाइफ रे माने मिराकिल जिनस सब हम है संगीता बुझीपार आउ के बुझीपार जिनसा चल आज कौन कौन लिखी सका कौन कौन कर लिखिन से कमटा को आग लिस्ट बना कम से कम 10टा जमती मु आज टेलर पाक जाइली हाँ तापर शाढ़ी गोटे नहीं आसिले से शाढ़ी को थैंक यू तापर मु जो रोषे कली से समय तो मुझे लिखिनी कि इडली बनैली चटनी बनैली मटर चना तरकारी बनैली तारपरे मु आलू कदली को माइक्रो ओवेन रे सिझेली छात ऊपर को गली जाइना सेठी मु सब जिनस मोर देखली छात सफा अच्छे से छात को थैंक यू से सोलार सिस्टम लगी देखिना मु थैंक यू कहली थैंक यू मैनेजर मोर सोलार सिस्टम पे मु इजिली आम घरे सब एसी चलाई पारुची इंडक्शन हीटर रांधि पारुची थैंक यू मैनेजर को आम कहबू जो आम टीवी देखुचु किसी गोटे भल जिनस अटे से समय तो आम लिखुनु तो थैंक यू मैनेजर आज मु बहुत सुंदर मनोरंजन माने चैनल गोटे गीत देखिले आज आज अनु अनु अच्छु हाँ आज कौन है देखो मैजिक अच्छे अच्छे हाँ शाश्वत 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 जो त्रिपाठी रे तुम जो आता पुओ अचानक आम जो बिल्कुल तो मु ना हाँ तो एक्चुअली कौन है देखो केमती मैजिक हुए आम लाइफ रे टिटलागढ़ मु जाइली से शाश्वत जोशी कहना ओडिसी डांस समस्त जानी रंगवती डांस गोटे करे कि शाश्वत जोशी कहीकिना हाँ तो से टिटलागढ़ पिला हाँ तो टिटलागढ़ पिला एना जो मुझे टिटलागढ़ जाइली से समय तार माँ एक्सपायर कर जाइए तो से आसीथिला तो घर को जड़े जे आसला से आम को आसला तो मुझे पचारे मौसी कौन कौन केमती आस से मत उठेले मुई पड़ी तो उठला उठिले मुझे केमती ना से कहले ना मुझे घर को आसती आ माँ एमती हेले तो सहीठू ना मो से शाश्वत जो जोशी सांगे मोर अच्छे फ्रेंडशिप माने ये फेसबुक रे तो मुझे देखला बेलू से जड़े गीत टे गाँची कौन गोटे धल कहीकिना है लेडीज से गोटे माँ गीत गोटे गाँव माँ रही अनु जब जान मु तो ओडिशा एत नाई ना तो मत ओडिया गीत शुणले बहुत बढ़िया लगे मुझे केते बढ़िया गीत होता मु गली तार सब गीत शुणिली ना बहुत बढ़िया बढ़िया गीत मैंने शुणी कौन से मो पाउजी मो हजिगला शुणीचे गीत पाउजी मो हजिगला गाधुआ टुटरे तापर मु ओडिया घर झील मत कौन कौन से पाठ पढ़ेब किए चाटशाला एमती गोटे अच्छे बढ़िया बढ़िया गीत तो मुझे देखला बेलू मुझे ये झील एत गीत गाई जाऊ जाऊ देखिले शाश्वत मुझे सबुथर माने ये गुड़ा कहते शाश्वत माने लेखाई राइटर और म्यूजिक जो ये कर कंपोज मुझे शाश्वत मोर मन पड़ा मुझे शाश्वत को कहे ना थैंक यू गीत टे फोन कले से तो सहीठू ना मुझे कहली शाश्वत मत ना से उड़िया गीत बहुत बढ़िया लगे अरे बहुत से मोर सांगे अच्छा मुझे तुमको कथा लगेदेवी मुझे कहले बढ़िया से बहुत बढ़िया एमती ना देख केमती मैजिक माने हुए माने मु जो जिनसटा चाहूँ से जिनसटा मो पाख शाश्वत कहीं अनुर दियर अनुहरा साथ रिलेसन मो सारे किसी ना किंतु
କେମିତି ଆଜି ଶାଶୁ ସାଙ୍ଗରେ ମୋର କଥାବାର୍ତ୍ତା ମୁଁ ହେଲି, ମୁଁ ଯୋଉଟା ଚାହୁଁଛି ମାନେ ସେଇ ଜିନିଷ ଗୁଡାକ ମୋ ପାଖକୁ ଧୀରେ ଧୀରେ ଆସୁଛି। ତାପରେ ସେ କହିଲେ ଆରେ ବୋହୁ ତୁମେ ରିଙ୍କୁକୁ ବି ଟିକେ ମୋ ସାଙ୍ଗରେ କଥା ଲାଗିଛି ବୋଲି କହିବନି, ରିଙ୍କୁର ବି ଟିକେ ହେଲ୍ଥ ଚ୍ୟାଲେଞ୍ଜ ଅଛି, ତୁମେ ଟିକେ ରିଙ୍କୁକୁ ବି ଆଣ। ମୁଁ ଫୋନ ଉଠେଇଲି, ସେ ଉଠିଲାନି, ରିଙ୍କୁକୁ ତୁ ଅନୁ କହିବୁ ହେଲା। ଶାଶ୍ୱତ ବି କହିଲା ଯେ ମୁଁ ବି ଯେବେ ଟାଇମ ମିଳିବ ଜଏନ କରିବି। ଏଇଟା କଣ ହଉଛି, ଆମେ ଚାହୁଁଛୁ କାଲି ଆମେ ପ୍ରଣ କରୁଛୁ ଯେ 100 ଜଣ ଆମେ ଆଣିବା ଏ ଗ୍ରୁପକୁ, ତ ଧୀରେ ଧୀରେ ସେମିତି କିନା ରାସ୍ତା କରୁଛୁ। ତ ଆମେ ଯୋଉଟା ଚାହିଁବା ନା ଅଟୋମେଟିକ ହୁଏ। ତ ଆମେ କୃତଜ୍ଞତା ଜଣେଇବା, ଏମିତି ମ୍ୟାଜିକ ହୁଏ ହେଲା। ତ ମାନେ ମତେ ତ ଓଡିଆ ଗୀତ ବହୁତ ଭଲ ଲାଗେ। ମୁଁ କହିଲି ଉତ୍କଳ ଦିବସ ତୁ ଆସିବୁ ଆଉ ଏଠି ପ୍ରୋଗ୍ରାମ ମାନେ ଗୀତ, ହଁ ହଁ ମୁଁ ନିଶ୍ଚୟ ଯିବି, ଏମିତି ହେଇକିନା କଥା ଲାଗିଲୁ ହେଲା। ତ ସେମିତି ଆଜି ଯାହା ବି ଦିନ ସାରା ହେଲା ସେଟାକୁ ସବୁ ଲେଖିବ। ମୁଁ ଯେମିତି ଆଜି ମୁଁ ଲେଖିବି କି ଥ୍ୟାଙ୍କ ୟୁ ପଛେ ଲେଖିବି ଯେ ଆଜି ମତେ ବହୁତ ଖୁସି ଲାଗିଲା ମୁଁ ଶାଶ୍ୱତ ସାଙ୍ଗରେ କଥା ଲାଗିଲି, କିନ୍ତୁ ମୁଁ ବହୁତ ଜିନିଷ ଆଜି ଦିନ ସାରା କରିଛି ଯୋଉଟାକି ମୁଁ ଲେଖିପାରିନି। ଆମର ଲେଖିଲା ମାନେ କପି ସରିଯିବ କିନ୍ତୁ ଲେଖା ସରିବନି, କପି ସରିଯିବ, ଏମିତି ଲେଖା ଥାଏ। କେତେ କୃତଜ୍ଞ ଅଛି ହେଲା। ତ ସେଥିପାଇଁ ଆମେ ମ୍ୟାନେଜରକୁ ଏଇନା କହି କହି ଲେଖିବା ଯେ ଥ୍ୟାଙ୍କ ୟୁ ଆଜି ମୋ ଶାଶ୍ୱତ ସାଙ୍ଗରେ କଥା ଲାଗିବା, ଥ୍ୟାଙ୍କ ୟୁ ମତେ ଆଜି ସେଇ ଯୋଉ ଓଡିଆ ସିଙ୍ଗର ଯେ ତା ସାଙ୍ଗରେ ଭେଟ କରିବା ପାଇଁ। ଆହୁରି ଗୋଟେ ମ୍ୟାଜିକ ହେଇଛି, ମୁଁ କହିଲି ଏମିତି ମୋର ମ୍ୟାଜିକ ହେଇଛି, ଆରେ ବୋହୁ ସେ ନା 21 ତାରିଖ ନା ଲଣ୍ଡନ ଯାଉଛି, ୟୁକେ ଯାଉଛନ୍ତି ମାସେ ପାଇଁ। ମୁଁ କହିଲି ଆହୁରି ବଢିଆ। ମୁଁ କହିଲି ତାହେଲେ ଗୁଡୁକୁ ବଢିଆ ଗୋଟେ ଯିବ ଦେଖା ସାକ୍ଷାତ କରିକିନା ଆସ, ଗୀତ ଫିତ ଟିକେ ଯୋଉଠି ପ୍ରୋଗ୍ରାମ ହଉଛି। ମୁଁ କହିଲି ମତେ ତୁମେ ନମ୍ବର ଦବ ଆଉ ମୁଁ ଦେଇଦେବି ଆଉ କଥା ଲଗେଇଦେବି, ସେ ଯିବେ 21 ତାରିଖ। ମୁଁ କହିଲି ବଢିଆ ହେଲା। ଏମିତି ସବୁ ମ୍ୟାଜିକ ହୁଏ। ତ ଆମେ ଆଜିକା ଚାପ୍ଟରରେ ଏଇଭଳିଆ ସବୁ ଲେଖିବା ହେଲା। ବୁଝିଗଲା ସମସ୍ତେ? ଡାଉଟ କ୍ଲିୟର ହେଇଗଲା? ହେଇଗଲା ନା ଆଉ କାହାର କିଛି ଡାଉଟ ଅଛି? ଆରତି ମୋର ମିତ ଟିକେ ବହୁତ ଜଣେ କଥା ଲାଗିନା, ଭାଇ ଗଲେ କୁଆଡେ? ଆରତି ଅଛ କି ନାଇଁ ନାଇଁ? ବାପା ପୁରା ପୁରି ଠିକ ଅଛନ୍ତି ମ୍ୟାଜିକ ଡଷ୍ଟରେ। ଆଜି ମୁଁ ଆଉ ଗ୍ରାଟିଟ୍ୟୁଡ ନାଇଁ ସକାଳୁ ବି ମୁଁ ଦେଇଥିଲି। ଆଜି ସକାଳୁ ଆମେ ତ ହଁ ବାପା ମ୍ୟାଜିକ ପୁରା ଡଷ୍ଟ, ଦେଖ ଏଇଟା ଗୋଟେ କାମ ଦିଏ। ଆମେ ତ ଥ୍ୟାଙ୍କ ୟୁ ସକାଳୁ, ନାନୀ। ହଁ ସକାଳୁ ଯୋଉ ଆମେ ମ୍ୟାଜିକ ଡଷ୍ଟ ଦଉନା, ଆମକୁ ଥାଏ ସେଟା ଆଗକୁ ଆସିବ। ଆଜ୍ଞା ମୁଁ କହିବି ଆଗକୁ ଆସିଲେ କହିବି ଏଇନା କନଫ୍ୟୁଜ ହେଇଯିବ, ଏଇନା 6 ନମ୍ବର ଚାପ୍ଟର ଯାଇଥାଏ। ଆଗ ଗ୍ରାଟିଚ୍ୟୁଡ କରିଚାଲ। ଏଇ ପାୱାରଟା ଯୋଉ ମ୍ୟାଜିକ ଡଷ୍ଟ ନା, ଆମେ ଯେତେବେଳେ ବହୁତ ଗ୍ରାଟିଚ୍ୟୁଡ କରିବା ତାପରେ ଯେ ଆମକୁ ସେ ପାୱାରଟା ଆସେ। ଆମେ ଯେତେବେଳେ ନିଜକୁ ନିଜେ ସେମିତି ପିଓର ହେବାର ଅଛି ନା, ତାହେଲେ ଯେ ଆମେ ଦେଲେ ଆସିବ। ଆଉ ଯୋଉଟା ଦେବ ସେଟା ମିଳିବ। ତ ସେଇଥିପାଇଁ ଧୀରେ ଧୀରେ ଆମେ କରିବା। ଆଗରୁ କହିଲା ପ୍ରଭାତି କେମିତି ଲାଗୁଛି? ଭଲ ଲାଗିଲା କିଛି 2 ଦିନରେ ଲାଇଭ କ୍ଲାସରେ? ଭଲ ଲାଗୁଛି ନା? ମ୍ୟାମ ମତେ ବି ବହୁତ ପୁରା ଭଲ ଲାଗିଲା। ଭଲ ହେଲା। ଆଉ ତୁମେ ଯୋଉ କହିଥିଲ ଯୋଉ ଆଉ ଜଣକୁ କାହାକୁ ଜଏନ କରିବା ପାଇଁ, ଟିକେ ଦେଇଦବ ଅନୁକୁ ନମ୍ବର। ନାଇଁ ହେଇଟା ଅନୁ ଦେଇଛି ଯେ ସିଏ କଣ କରିଛି, ତାର କାଲି ଛୁଆର ଜନ୍ମଦିନ ଥିଲା ତ, ସେଥିପାଇଁ ସେ ଲିଙ୍କ ଦେଖିଛି, ସବୁ ହଁ କହୁଥିଲା, ଆଜି ଠିକ ଅଛି ନା, ପଚାରୁଥିଲା। କିଛି ନାହିଁ। ହଁ ତାପରେ ଆଜି ସବୁ ଗେଷ୍ଟ ବି ଘରେ ଘରେ ଯାଇଛନ୍ତି। ଠିକ ଅଛି। ହଁ ଆଉ ମିତା କହ, ହଁ ମିତା କହ ଆଜିର ଚାପ୍ଟର ଭଲ ସେ ଆଜି କରିବ। ଆଉ ପ୍ରାକ୍ଟିସ ହଉଛି କି ନାଇଁ? ଆଜ୍ଞା ହଉଛି। ଭଲ ଲାଗୁଛି? ମୋ ସାଙ୍ଗରେ ଆଜି ବହୁତ ମ୍ୟାଜିକ ହେଇଛି। କଣ ମ୍ୟାଜିକ ହେଇଛି? ବଢିଆ, ସବୁ କ୍ଲାସ କର। ମୋ ଝିଅ ଆଜି ବହୁତ ଖୁସିରେ ସ୍କୁଲ ଯାଇଛି। ହଁ ସେ ସବୁଦିନ କାନ୍ଦି କାନ୍ଦି ସ୍କୁଲ ଯାଏ, ଆଜି ବହୁତ ଖୁସିରେ ସେ 4ଟା ଯାକେ ରହିଛି। ହଁ କାନ୍ଦି କାନ୍ଦି କହିବନି, ଆମକୁ କଥା କହିବା ପାଇଁ ଶିଖେଇବାକୁ ଆଜ୍ଞା ପଡିବ ହେଲା। ଧୀରେ ଧୀରେ ଠିକ ଅଛି, ଅଭ୍ୟାସ ନାହିଁ କିନ୍ତୁ କହିବନି ଆଜି ମୋ ଝିଅ ବହୁତ ଖୁସିରେ ଗଲା, ଏମିତି କହିବାର ଅଛି ହେଲା। ଆଉ କିଏ ଆଜ୍ଞା। ନୂଆ, ଆଉ କିଏ ଅଛନ୍ତି? ଜୟନ୍ତ ସାର୍ ଆପଣଙ୍କର କେମିତି ମ୍ୟାଜିକ ହଉଛି? ମୁଁ ନୂଆ ମାନଙ୍କୁ ଆଗ ପଚାରି ଦିଏ ଟିକେ। ହଁ ସଙ୍ଗୀତା, ଆଜିକା ଚାପ୍ଟର ଜୟନ୍ତ ସାର୍ ଆପଣଙ୍କ ପାଇଁ। ଯାଇକିନା ପୁରା ଅଫିସରେ ବହୁତ ସାରା ଗ୍ରାଟିଚ୍ୟୁଡ ଲେଖିବେ, ମ୍ୟାଜିକ କଣ ସେଟା ମ୍ୟାନେଜରକୁ କହିବେ ହେଲା। ଏଇଟା ବହୁତ ଫାଷ୍ଟ କାମ କରେ। ମାନେ 1000 ଯଦି ଆମେ ଗୋଟେ ଗ୍ରାଟିଚ୍ୟୁଡ ଯଦି କରିଦବୁ, ମତେ ମନି ଚ୍ୟାଲେଞ୍ଜେସ ଅଛି କି ମତେ ଜବରେ ଯଦି କିଛି ଲାଗୁଛି ପ୍ରମୋସନ ପାଇଁ, ଆପଣ ଲାଗି ପଟିକିନା ହପ୍ତେ କରିଦିଅନ୍ତୁ, ଦେଖିବେ କେମିତି ମିରାକିଲ ହବ। ତାହେଲେ ଥ୍ୟାଙ୍କ ୟୁ କରିକିନା ତାପରେ ମତେ କହିବେ। କିନ୍ତୁ ଫିଲିଙ୍ଗସ, 3ଟା ଜିନିଷ, ଫିଲିଙ୍ଗସ, ବିଶ୍ୱାସ ଆଉ ଭାବନା। କିନ୍ତୁ ଆମେ ଯଦି ଆଉ ଖାଲି ଖାଟ ନାହିଁ, ମତେ ତ କୁହାହେଇଛି ମ୍ୟାଜିକ ବୁକରେ କୁହାହେଇଛି, ମୁଁ ଖାଲି ଥ୍ୟାଙ୍କ ୟୁ କରିଦିଏ। ଥ୍ୟାଙ୍କ ୟୁ କପି, ଥ୍ୟାଙ୍କ ୟୁ ପେନ୍, ସେମିତି ନାହିଁ। ସତରେ ମୁଁ ଏ ପେନଟା ପାଇଁ ବହୁତ ଥ୍ୟାଙ୍କ ୟୁ କି ମୁଁ ଲେଖିପାରୁଛି। ସତରେ ମୁଁ ଏ ମୋବାଇଲଟା ପାଇଁ, ସତରେ ମୁଁ ଏ ଗ୍ରୁପଟା ପାଇଁ ବହୁତ ଥ୍ୟାଙ୍କ ୟୁ କି ମୋ ଲାଇଫରେ ମ୍ୟାଜିକ ଆସୁଛି। ସତରେ ମୁଁ ଗୁଗଲ ମିଟ ପାଇଁ ବହୁତ ଥ୍ୟାଙ୍କ ୟୁ କି ମୁଁ ଆଜି କ୍ଲାସଟେ କରିପାରୁଛି। ସତରେ ମୁଁ ବହୁତ ବହୁତ ଥ୍ୟାଙ୍କ ୟୁ ଟିଭି ପାଇଁ। ଆଜି ମାନେ ଆପଣ ଶୁଣୁଥିବେ ମୋ ସାଙ୍ଗରେ କେତେ କେତେ ମାନେ ମୁଁ ଗୋଟେ ଗୀତ ଆକ୍ଚୁଆଲି କମ୍ପୋଜ କରିବା ପାଇଁ ମାନେ ଚାହୁଁଥିଲି, ମୋ ଦିଅର ସେ ଗୀତ ଏଇ ଅନୁର ଆକ୍ଚୁଆଲି ଅନୁପମା ଯେ ତାର ପିଉସୀ ଶାଶୁଙ୍କ ପୁଅ ସେ।
ଆମ ମାନେ ଇଏ वाह 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 ग्रेट 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 तो ମୁଁ କହିଛି ଯେ ସେ କ୍ଲାସରେ କେତେବେଳେ ଆସିବ ମୁଁ କହିଲି ବଢିଆ ବଢିଆ ମାନେ ସେ ଗୀତ କମ୍ପୋଜ କରିଛି ସେଇ ଗୀତଟା ରଜା ପୁଅ କଣ ସେଟା ପାଉଁଜି ମୋ ହଜିଗଲା ଗାଧୁଆ ଟୁଟରେ वाह ମୁଁ ଡ୍ୟାନ୍ସ କରିବି बहुत ବୋଲି बढ़िया बहुत ଭାବିଲି बढ़िया ତାପରେ ମୁଁ କହିଲି ଯୋଉ ସବୁ ହସିବେ କହିବେ ରଜା ପୁଅ ହଜିଗଲା ଇଏ କାହା ପାଇଁ ଡ୍ୟାନ୍ସ କରୁଛି କିନ୍ତୁ ଗୀତଟା ମତେ ବହୁତ ବଢିଆ ଲାଗିଥିଲା ହେଲା ତ ସେମିତି ସବୁବେଳେ ଖୁସି ଲାଗେ ନା ଆଜିକା ଚାପ୍ଟରଟା ବହୁତ ବଢିଆ ମାନେ ଫାଷ୍ଟ ମ୍ୟାଜିକ ଆମେ ଏଇ ଯୋଉ ମନି ମ୍ୟାଡମ ଯୋଉ କରେଇଥିଲେ ଆମେ ସେଇ ସମୟରେ ମ୍ୟାଡମ କହିଥିଲେ ଯଦି ତୁମେ ସେଇ ଗୋଟେ ଦିନରେ ଯଦି 1000ଟା ଥ୍ୟାଙ୍କ ୟୁ ଲେଖିଦବ ଏଇ ଚାପ୍ଟରଟା ଥିଲା ହଁ ମନି ଇଏରେ 1000ଟା ଯଦି ତୁମେ ଲେଖିଦବ ମନି ପାଇଁ ଥ୍ୟାଙ୍କ ୟୁ ତାହେଲେ 1,00,000 ଟଙ୍କା ତୁମେ ପାଇଯିବ ଯଦି 1,00,000 ଟଙ୍କା ଦେବ ଯଦି ମତେ 1 କରୋଡ଼ ଦରକାର ତାହେଲେ ମତେ 1,00,000 ଟଙ୍କାର ଗ୍ରାଟିଚ୍ୟୁଡ କରିବା ପାଇଁ ପଡିବ ଆଉ ଏଇଟା ଆମେ କରିଥିଲୁ ଏଇ ସବୁ କରିକି ନାହିଁ ଆମେ ମନି ମ୍ୟାଜିକ ହେଇଥିଲା ଆମ ସାଙ୍ଗରେ ହେଲା ତ ସେଇଥିପାଇଁ ସମସ୍ତେ ଏଇ କାମଟାକୁ ଆଜି ଭଲ ସେ କର ବେଶୀ ବେଶୀ କରିନା ଜୟନ୍ତ ସାର୍ କୁ ମୁଁ କହିଛି ଆଉ ଗୋଟେ ପ୍ରଭାତ ଆଉ କଣ ସଙ୍ଗୀତାକୁ ପ୍ରମୋସନ ଦରକାର ସଙ୍ଗୀତା ଟିକେ ବୋଧେ ରୋଷେଇ ଫୋଷେଇରେ ବ୍ୟସ୍ତ ଲେଡିଜ ମାନେ କଣ ଏଇ ସମୟରେ ଟିକେ ଖାଇବା ପିଇବା ବନାନ୍ତି ନା କିନ୍ତୁ ଭଲ ଲାଗୁଛି ସବୁ ଚାଲୁ ରୋଷେଇ ବି ଚାଲୁ ସମସ୍ତଙ୍କର ଦରକାର ସମସ୍ତଙ୍କର ଦରକାର ହେଇପାରେ ସେମାନଙ୍କର ପ୍ରମୋସନ ଦରକାର ଆମର ତ ମନି ଦରକାର ନା ଆମକୁ ଦରକାର ଆମେ ରାଜା ରାଣୀ ମୁଁ 20-30 ହଜାର ଦରକାର ନା ନାଇଁ ପକେଟ ମୁଁ ସେଗୁଡାକ କିଛି ଲେଖେନି ମୁଁ ସିଧା କହେ ମୁଁ ରାଜା ରାଣୀ ଭଳିଆ ଜୀବନ ବିତଉଛି ବାସ୍ ସରିଲା ରାଜା ବାସ୍ ରାଣୀ ବାସ୍ ମାନେ ବାସ୍ କେମିତି ରହନ୍ତି 5ଟା ନୌକର 5ଟା ଚାକର ମୁଁ ଖାଲି ଅର୍ଡର ଦଉଥିବି ଗଡ ଉପରେ ଗଡ ବସୁଥିବି ହେଲା ସେଇଟା ବି ତ ମନି ଆସିଲା ନା ବାସ୍ ସବୁଠୁ ବାସ୍ ସର୍ଟକଟ ବାସ୍ ଆଉ କଣ ଆଫର୍ମେସନ ଦରକାର ବାସ୍ ମୁଁ ସେଇ ଆଫର୍ମେସନ ସେଥିପାଇଁ କରେ ମୁଁ ରାଜା ରାଣୀ ମୁଁ ଆଗରୁ ବହୁତ କରଉଥିଲି ନା मैं राजा रानी जैसे जिंदगी जी रही हूँ ମୋର ସେଟା ହଉଛି ମୁଁ ମିରର ଦେଖିକିନା ଲାଷ୍ଟରେ ମୋର 5ଟା ଆଉ ୱାର୍ଡ ଥାଏ ବିଶ୍ୱାସ କରିବେନି ହଁ ମୁଁ ଘରର ଅନ୍ନପୂର୍ଣ୍ଣା ମୁଁ ଘରର ଲକ୍ଷ୍ମୀ ହଁ वाह वाह ग्रेट 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 सତରେ ମାନେ एक्चुअली ସମସ୍ତେ ଏଠି ସମସ୍ତେ ଲକ୍ଷ୍ମୀ ସମସ୍ତେ ଅନ୍ନପୂର୍ଣ୍ଣା ହଁ ତ ଆଉ କାହାର ଆଉ ଡାଉଟ ଅଛି ସମସ୍ତେ ଏମିତି ମେଣ୍ଟେନ କରି ରଖନ୍ତୁ ହଁ ହଁ ମୁଁ କହିଲି ସମସ୍ତେ ଲକ୍ଷ୍ମୀ ସମସ୍ତେ ଅନ୍ନପୂର୍ଣ୍ଣା ଏଠି ଆଉ ମୁଁ ଯେତେବେଳେ ଯାଇଥିଲି ମୁଁ ଗୋଟେ ଛୋଟ ଅନୁଭୂତିରେ କହୁଛି ମୋର ମୁଁ ଯେତେବେଳେ ଯାଇଥିଲି ମାନେ ରାଜସ୍ଥାନ ଜୟପୁର ମୁଁ ସେତେବେଳେ ମାଷ୍ଟର ଇନ୍ ପବ୍ଲିକ ହେଲ୍ଥ କୋର୍ସ କରୁଥାଏ ଗୋଟେ ଥାଏ ଫାଇନାନ୍ସ ମ୍ୟାନେଜମେଣ୍ଟ ଉପରେ ଗୋଟେ ଆମର ପଢା ହଉଥାଏ ଗୋଟେ ଗୋଟେ ସବଜେକ୍ଟ ଥାଏ ସେଠି ଆଉ ସେଠି କହୁଥାଏ ଯେ ମାନେ ଏଇ ଯୋଉ ମ୍ୟାନେଜର ମାନେ ଏ ଯୋଉ ମାନେ ଅଲରାଉଣ୍ଡର ମ୍ୟାନେଜର ସେ ହଉଛନ୍ତି ଲେଡି ଜେଣ୍ଟସ ନୁହଁ ଆମେ ଆଗରୁ ଗୋଟେ ଆମର ଗୋଟେ ବେଡ୍ ଥଟ୍ ଥିଲା କଣ ଅଲଗା ଥଟ୍ ଥିଲା ଯେ ଆମେ ସବୁ ପାରିବାର ବୋଲି ବୁଝିଲେ କିନ୍ତୁ ଆମେ ଭାଇ କିଛି ନୁହଁ ଏଠି ଆକ୍ଚୁଆଲି ଲେଡିଜ ହିଁ ଗ୍ରେଟ୍ ଆଉ ସେମିତି ସେମାନଙ୍କୁ ନାଇଁ ମାନେ କାଲି ଧନ୍ୟବାଦ ନାଇଁ କାଲି ମୁଁ ହିଁ କରିଥିଲି ଶିବ ଶକ୍ତିଙ୍କ ଉପରେ ମେଡିଟେସନ ଟା ଶିବ ଶକ୍ତି ଯୋଉ 2 ଜଣଙ୍କର ବିନା ସଂସାର ମାନେ ଚାଲୁଛି କି ହଁ ନିଶ୍ଚୟ ଚାଲିବନି 2 ଜଣଙ୍କର ମାନେ ସେଟା କଣ କହୁଛନ୍ତି ଫିମେଲ ଆଉ ମର୍କୁରୀ 2 ଜଣଙ୍କର ସମ୍ମିଳନରେ ଆମ ସୃଷ୍ଟିଟା ତ ସମସ୍ତଙ୍କର ମାନେ ଇଏ ଅଛି କିନ୍ତୁ ଆମର ଟିକେ ମାନେ ପୁରୁଣା କଲଚରରେ ଲେଡିଜ ମାନଙ୍କୁ ଯେହେତୁ ଟିକେ ମାନେ ଦବେଇ ଦିଆଯାଇଥିଲା ମୁଁ କହିବା କଥା କଣ ଦେଖନ୍ତୁ ଆମକୁ ଯଦି ଗୋଟେ ଟାସ୍କ ଦିଆବ ଗୋଟେ ଆସାଇନମେଣ୍ଟ ଦିଆବ ଭାଇ ତମେ ଆଜି ପିଲାକୁ ଧରି ରହିବ କିନ୍ତୁ ସେ ଦ୍ୱାରା ଆମେ ହେଇପାରୁନୁ ଆମେ କିନ୍ତୁ କହୁଛେ ଏଇଟା ତୁ ଧରିପାରୁନୁ ଏଇ କାମ କରିପାରୁନୁ ଏଇଟା ଭାରି ଇଜି ଯେତେବେଳେ ଆମ ଉପରେ ଯେତେବେଳେ ପଡିଯାଉଛି ଭାଇ ଆମେ ହାତ ଟେକି ଦଉଛୁ ସେତେବେଳେ ବୁଝିଲେ କି ମାନେ ଦେଖନ୍ତୁ ଲେଡିଜ ମୁଁ ସେଇଠୁ ଜାଣିଲି କଣ ମୋ ସାଙ୍ଗରେ ବି ରିସେଣ୍ଟ ସେୟା ହେଇଛି ସାର୍ ହେଲା ମୋ ଯେତେବେଳେ ମୋ ହଜବେଣ୍ଡ ବସିଲେ ମେଡିଟେସନ ରେ ସେ 20 ମିନିଟ୍ସ ବସୁଛନ୍ତି ମୁଁ ତାଙ୍କୁ ଟାଇମ ଦେଇ ଦଉଛି ମୁଁ ବାହାରେ ଛୁଆଙ୍କୁ ରଖୁଛି ସିଏ ମତେ କହିଲେ ତୁ ଯେତେବେଳେ ଦେଖ କ୍ଲାସ କରୁଛୁ ମୁଁ କହିଲି କି କେତେବେଳେ ତ ମୁଁ ଏବେ 4-5 ଦିନ ହେଲା ଶାନ୍ତିରେ କରିପାରୁନି ଆଉ ତମେ ଟିକେ ଛୁଆଙ୍କୁ ରଖ କହିଲେ ମୋ ଦ୍ୱାରା ସେୟା ହେଇପାରିବନି କହିଲେ ହେଲା ତ ଗ୍ରେଟ୍ ଗ୍ରେଟ୍ ଆପଣଙ୍କ ମ୍ୟାନେଜମେଣ୍ଟ ପଦ୍ଧତିଟା ବହୁତ ଗ୍ରେଟ୍ ହେଲା ଆଉ ଆପଣମାନଙ୍କ ସମସ୍ତ ଉଦୟରେ ଲକ୍ଷ୍ମୀ ବସବାସ କରନ୍ତୁ ଅନ୍ନପୂର୍ଣ୍ଣା ବସବାସ କରନ୍ତୁ ସବୁ ଗ୍ରେଟ୍ ଆମକୁ ବି ଗୋଟେ ଖୁସି ଲାଗୁଛି ତାପରେ ମୋ ଲାଇଫ ଚେଞ୍ଜ ହେଇଗଲା ପୁରା ମାନେ ଯୋଉ ମୁଁ ମାଷ୍ଟର ପବ୍ଲିକ କୋର୍ସ କଲା ପରେ ମୁଁ ସବୁ ଲେଡିକୁ ମାନେ ଭାରି ମାନେ ଗ୍ରାଟିଚ୍ୟୁଡ କରେ ମାନେ ହାର୍ଟରେ ଗ୍ରାଟିଚ୍ୟୁଡ କରେ ମାନେ ୟୁ ଆର୍ ଗ୍ରେଟ୍ ଆକ୍ଚୁଆଲି ଘରର ଯିଏ ଲକ୍ଷ୍ମୀ ତାଙ୍କୁ ଆମେ ଯଦି ଅପମାନ ଦେବା ଇଏ କରିବା ସେଟା ଜେଣ୍ଟସ ମାନେ ବୁଝିପାରନ୍ତିନି କିନ୍ତୁ କରିବା କଥା ବାପା ମା ଆଉ ଯଦି ଘରେ ଗୋଟେ ବୋହୂଟେ ଆସୁଛି ଯଦି ଶାଶୁ ଯଦି ତାର କମ୍ପ୍ଲେନ କରେ ସେ ଘରର ଲକ୍ଷ୍ମୀ ନା ଆଉ ମାନେ ହଜବେଣ୍ଡ ବି ହଉ ଆଉ ଆମେ ବି ତା ମାନେ ନାହିଁ ଯେ ଆଜିକାଲି କଣ ନା ଝିଅ ମାନେ ବି ତାକୁ ପାୱାର ଦେଲାଣି ସେମାନେ ତାର ଫାଇଦା ବି ବହୁତ ସେମିତି ବି କରିବା କଥା ନୁହେଁ ମାନେ ଆମେ ଗୋଟେ ଯାଇଥିଲୁ ପୋଲିସ ମାନେ ଆମର ଥାଏ ଯୋଉ ଆମର ତ ଅଛି ନା ଏଠି ସମିତି ମହିଳା ଆମେ ବହୁତ ମାନେ ସୋସିଆଲ କାମ କରୁ ସେଠି କେମିତି ମାନେ ଆଜିକାଲି ସବୁ ଯୋଉ ପିଲାମାନେ ଫସି ଯାଉଛନ୍ତି ଝିଅ ମାନଙ୍କର କେସ୍ ସେ ବତଉଥାଏ ଯେ ପିଲା ଝିଅ ମାନେ ତ ଯାହା କରୁଛନ୍ତି ସତର୍କ ରହିବ
ସେ ଆମକୁ କହୁଥାଏ ଯେ ମୋର 2ଟା ପୁଅ, ପୁଅ ମାନେ ବେଶୀ ସତର୍କ ରହିବ କି ଆଜିକାଲି ଲେଡିଜ ମାନେ ବେଶୀ ମାନେ ତାଙ୍କ ପାଖକୁ ଏମିତି କେସ୍ ଆସେ ଯେ କି ପିଲାଟା କିଛି କରିନଥିବ କିନ୍ତୁ ଫସି ଯାଇଥିବ। ତ ସେଇଥିପାଇଁ ନା ମାନେ ଆମକୁ ଯେତେବେଳେ ସୁବିଧା ଦିଆଯାଉଛି ତ ଠିକ ଅଛି, ଆମେ ସେ ଯିବାରେ ସେ ବିଷୟରେ ଡିସ୍କସନ କରିବାର ନାହିଁ, କାହିଁକି ଏଇଟା ଆମର ପଜିଟିଭ କ୍ଲାସ। ତ ଏମିତି ଟାଇପର ହୁଏ, କିନ୍ତୁ ଆମେ ସେଇ ରାସ୍ତାରେ ନାହିଁ, ଆମେ ଟିକେ ଆମର ଅଲଗା ରାସ୍ତା। ହଁ ସଙ୍ଗୀତା, କେମିତି ଲାଗୁଛି କହ? ଆଜିର କାମଟା ହଉଛି ତୁମ ମାନଙ୍କ ପାଇଁ। ଅଫିସ ବାଲା ମାନେ ଯୋଉ କହିବେ ମାରେ ମୁଁ ଏଇଥିପାଇଁ କହିଲି ସଞ୍ଜୁ ଅଫିସ ବାଲାଙ୍କ ପାଇଁ, କାହିଁକି ନା ସବୁ କହନ୍ତି ନା ଆରେ ମତେ ଟାଇମ ନାହିଁ, ମୁଁ ସକାଳୁ ଚାକିରି କରିବା ପାଇଁ ଯାଉଛି, ମୁଁ ଛୁଆକୁ ସମ୍ଭାଳୁଛି, ଅନୁ ଯେମିତି କହିବ ମୁଁ ଟ୍ୟୁସନ ପଢୁଛି, ତ ତା ପାଇଁ ତ କିଛି ନା କିଛି ଗୋଟେ ଭଗବାନ ଦେଇଛନ୍ତି ନା ବାଟ। ସେ କଣ ଗ୍ରାଟିଚ୍ୟୁଡ କରିବା ତାର ନାହିଁ କି ହକ୍ ନାହିଁ? କି ଖାଲି ଯିଏ ଘରେ ବସିଛି, ଯାହାର 5ଟା ଚାକର ଅଛନ୍ତି, କି ଯାହାର ଘରେ କିଛି କାମ ନାହିଁ, ସେଇ ଖାଲି ଗ୍ରାଟିଚ୍ୟୁଡ କରିବ, ବାକି ସବୁ ଭଗବାନ ସେମାନଙ୍କୁ କହୁଛନ୍ତି ନା ତୁ କରିପାରିବୁନି? ସେମିତି ନାହିଁ, ସମସ୍ତେ କରିପାରିବେ। ଆମକୁ ସେଇ ଗଲତ ଜିନିଷଟା ହିଁ ଶିଖା ହେଇଛି। ତ ଆମେ କରିପାରିବା, ଯେମିତି ଫାର୍ଷ୍ଟ ଷ୍ଟାର୍ଟିଂ ଯେମିତି ଆମକୁ ବତା ହେଲା 5ଟା 5 ଡେଜ୍, ତାପରେ ଏଇନା ଆମେ ଧୀରେ ଧୀରେ କହି କହି ବଢେଇବା। ସବୁବେଳେ ଥୋଡ଼ି ଆମେ କପିରେ ଲେଖିପାରିବାନି ହେଲା। ତ ସେମିତି ସଙ୍ଗୀତା ଭଲ ଲାଗୁଛି ତ କାଲିଠୁ କଣ କାମ? ଯାଇକିନା ସ୍କୁଲରେ ଯୋଉ ରାସ୍ତାରେ ଯାଉଛ ମୁଁ ବତେଇଛି, ଭିଡିଓରେ ଦେଖି ପକେଇବ କେମିତି ମୁଁ ମୋର ଗେଟକୁ, ସ୍କୁଲର ନାଁକୁ, ସ୍କୁଲର ଯଦି ତୁମେ ଯୋଉ ପୋଷ୍ଟ ଅଛ ପ୍ରିନ୍ସିପାଲକୁ, ସେ ଟେବୁଲକୁ, ସେ ଚେୟାରକୁ, ସେ ବ୍ଲାକ୍ ବୋର୍ଡକୁ, ଡଷ୍ଟରକୁ, ଚକକୁ, ରେଜିଷ୍ଟର କପିକୁ, ପେନକୁ, ଯାହା ଅଛି ସବୁ ଜିନିଷ। ଫରଗିଭନେସ୍ ପ୍ରେୟାର କରିବୁ ନା ଆୟନ? ହଁ କହ। ଏଇ ଯୋଉ ସକାଳୁ ସେଟା ଆମେ ଥ୍ୟାଙ୍କ ୟୁ କହିବୁ ଯୋଉ, ହେଲେ କାଲିରଟା କାଲି ହିଁ ଲେଖିବାକୁ ହବ କି ଆଜି ଲେଖିକି? ନାଇଁ ଆଜି ଯାହା ହେଇଗଲା ସବୁ ଖୁସିରେ ଯୋଉ ଦିନଟା ବିତିଲା ତାକୁ ଆମେ କାଲି ଲେଖିବୁ ସକାଳୁ ଅମୃତ ବେଳାରେ ହେଲା। ଅମୃତ ବେଳାରେ ଆମେ 10ଟା ହଉ 20ଟା ହଉ ଯେତିକିଟା ହଉ, ମାନେ ଆଜି ଦିନଟା ମୋର କେମିତି ଗଲା, ସକାଳୁ ଆଜି କେମିତି ଗଲା? ସ୍କୁଲ ଯାଇଥିଲ, ବଢିଆ ସେ ଗଲା, ରୋଷେଇ କରନା, ଛୁଆ ମାନଙ୍କୁ ଦେଲ, ଟିଫିନ ଦେଲ, ଛୁଆ ବଢିଆ ସେ ସ୍କୁଲରୁ ଘରକୁ ଆସିଲା, ହଜବେଣ୍ଡ ଅଫିସରୁ ଯାଇକିନା ଘରକୁ ବଢିଆ ସେ ଆସିଲେ, ମୁଁ ସବୁ କାମ କରିପାରିଲି, ମୁଁ ଆଜି ଦେଖିପାରୁଛି, ମୁଁ ହେଲ୍ଥ ଉପରେ 2-3ଟା, ଘର କାମ ଉପରେ 2-3ଟା, ଅଫିସ ଉପରେ 2-3ଟା, ଏମିତି ସବୁ ମାନେ ଲକ୍ଷ୍ମୀ ମାଙ୍କ ଉପରେ ମୁଁ କାହାକୁ ଆଜି ପଇସା ଦେଲି, କି ମୁଁ ଲକ୍ଷ୍ମୀ ମାଙ୍କ ପାଇଁ ମୁଁ ଆଜି ଯୋଉ ଶାଢୀଟା ପିନ୍ଧିଛି ସେଟା ଲକ୍ଷ୍ମୀ ମାଙ୍କ କୃପାରେ, ଆଜି ଯୋଉ କ୍ଲାସଟା ବସିଛି ସେଟା ଲକ୍ଷ୍ମୀ ମାଙ୍କ କୃପାରେ, ମୋବାଇଲଟା ଅଛି କି ଲ୍ୟାପଟପଟା ଅଛି ବୋଲି କ୍ଲାସ, ଯଦି ସ୍କୁଟିରେ ଯାଇଛ କି ଯୋଉଥିରେ ଯାଇଛ ଟ୍ରାନ୍ସପୋର୍ଟ ପାଇଁ ତ ପେଟ୍ରୋଲଟା ଦିଆ ହଉଛି କୋଉଥିପାଇଁ? ଏମିତି କିନା ସବୁ ଲେଖିବ। ଲେଖି ସାରିଲା ପରେ ମୁଁ ଯେମିତି କହିଛି ନା କେମିତି ପ୍ରଭାତ କେମିତି କହିଲେ, ମୁଁ ଗୋଟେ ଲେଖିଲି କେମିତି, ମାନେ ଗୋଟେ ଗ୍ରାଟିଚ୍ୟୁଡକୁ 10ଟା କେମିତି ସାର୍ ଆପଣ ଗୋଟେ ବତାନ୍ତୁ ତ ଆଜି ଦିନଟାକୁ ଆପଣ କେମିତି ଗ୍ରାଟିଚ୍ୟୁଡ ଲେଖିଛନ୍ତି ଟିକେ କହନ୍ତୁ। 10ଟା ବ୍ଲେସିଂ ଯୋଉ ଆପଣ ଲେଖନ୍ତି, ଯୋଉମାନେ ନୂଆ ମୁଁ ସେମାନଙ୍କୁ ଟିକେ ପଚାରିବେ, କାହିଁକିନା ଆମେ ଲେଖୁଛୁ କି ନା ଠିକ ବହୁତ ଜରୁରୀ ଜାଣିବାଟା। ଭଏସଟା ବନ୍ଦ ଅଛି। ନାଇଁ ଆକ୍ଚୁଆଲି ମୁଁ ଅଫିସ ଗଲେ ସବୁବେଳେ ଗ୍ରାଟିଚ୍ୟୁଡ କରେ। ନାଇଁ ସେଟା ନାଇଁ ସାର୍, ଆପଣ ଅମୃତ ବେଳାରୁ ଯୋଉ ଉଠିକିନା ପ୍ରାକ୍ଟିସଟା ଯୋଉ କରନ୍ତି ସେଇଟା 10 ଶୁଣନ୍ତୁ, ଆକ୍ଚୁଆଲି ମାନେ ଗୋଟେ ମୁଁ ଛୋଟିଆରେ ମୁଁ କହିଉଛି, ଆକ୍ଚୁଆଲି ଯଦି ଆପଣ ଯଦି ଅମୃତ ବେଳା ଯଦି ଉଠୁଛନ୍ତି ନା, ମାନେ ଆପଣ ସବୁ କାମ କରିଦେବେ, ଗ୍ରାଟିଚ୍ୟୁଡ ଲେଖିପାରିବେ, ସବୁ ଅଲ୍ ଡେ ର କାମ କରିପାରିବେ। ଯଦି ଅମୃତ ବେଳା ଯଦି ଆପଣ ମିସ୍ ହେଇଯାଉଛି ନା, ଆପଣ ସବୁ ଲେଟ୍ ଭଳିଆ ଲାଗେ। ଜେନେରାଲି ଅମୃତ ବେଳା ଷ୍ଟାର୍ଟ ହୁଏ କଣ 3:30 ରୁ 5:30 ହଉଛି ଭାରି ଇମ୍ପୋର୍ଟାଣ୍ଟ। ଆପଣ ସେଇ ଟାଇମରେ ନେଇ ମାନେ ପୁରା ସେ ଟାଇମଟା ଏମିତି ଗୋଟେ ଟାଇମ, ମାନେ ଗୋଟେ ଦିବ୍ୟ ଟାଇମ, ମାନେ ସେ ଗୋଟେ ଡିଭାଇନ ଟାଇମ କହିଲେ ଚଳେ, ବୁଝିଲେ? ଆପଣ ଦିନ ଯାକ ରେଷ୍ଟ ନେନ୍ତୁ, ଯାହା କରୁଛନ୍ତି କରନ୍ତୁ, କିନ୍ତୁ ସେଇ ଟାଇମରେ ଯଦି ଆପଣ ଉଠିକି ଯାହା କରିବେ ସେ ମାନିପେଜ ଅଟୋମେଟିକ ହେଇଯାଏ। କାମ ଦେଖିବେ ପ୍ରାୟ ଅଟୋମେଟିକ ହେଇଯାଏ। ସେଇଟା ମୁଁ ପଚାରୁନି, ନାଇଁ ସେଇଟା କହୁନି ମୁଁ, ସେଇଟା ନାଇଁ। ମୋର କ୍ୱେଶ୍ଚିନ୍ ଥିଲା ଯେ ଆପଣ ମାନେ ଡେ 1 ର ଯୋଉ ପ୍ରାକ୍ଟିସଟା ମ୍ୟାଜିକ ବୁକ୍ ର, ଆମେ ସକାଳୁ ଉଠିକିନା 10 ବ୍ଲେସିଂଟା କେମିତି ଲେଖୁଛୁ, କ୍ୱେଶ୍ଚିନ୍ ତାଙ୍କର ସେଇଆ ଥିଲା, ତ ଆପଣ ସେଇଟା ବତାନ୍ତୁ। ଆକ୍ଚୁଆଲି କଣ ହଉଛି, ଆମେ ସକାଳେ ଯେତେବେଳେ ଉଠୁଛୁ ନା, ସକାଳେ ଉଠୁ ଆକ୍ଚୁଆଲି ମୁଁ ଯେତେବେଳେ ଶୋଏ ନା, ମୋ ବେଡ୍ ସାଇଡରେ ଗୋଟେ ଖାତା ରଖିଥାଏ, ମାନେ ଉଠୁ ମୁଁ ଷ୍ଟାର୍ଟ କରିଦିଏ ଥ୍ୟାଙ୍କ ୟୁ। ଏଇଆ ହଉଛି ପ୍ରୋସେସ। ଯାହା ଆସିଲା ମାଇଣ୍ଡ ଯାହା ଆସିଲା, ବୁଝିଲେ? ତା ଥ୍ୟାଙ୍କ ୟୁ କରିଦେବି। ତାପରେ ମୁଁ ଯେତେବେଳେ ଟିକେ ଫ୍ରେଶ ଫ୍ରେଶ ହେଇକି ତାପରେ ମୋ ମାଙ୍କର ଥ୍ୟାଙ୍କ ୟୁ କରିବି, ମାକୁ ମୁଁ ମାନେ ଗ୍ରେଟଫୁଲ କରିବି, ତାପରେ ମୋ ବାପାଙ୍କର ଗ୍ରେଟଫୁଲ କରିବି, ତାପରେ ଗୁରୁଙ୍କର ଗ୍ରେଟଫୁଲ କରିବି, ମାନେ 10-10ଟା ଲେଖେ, ବେଶୀ ଲେଖେନି, 10-10 କରି ମାନେ ଜଷ୍ଟ କଣ ହଉଛି ମାନେ ଏବେ ଦେଖନ୍ତୁ ଫାଷ୍ଟ 10ଟା ମୁଁ କଲି, ତାପରେ ଫାଷ୍ଟ ଲେଖିଦେଲା ପରେ ଥ୍ୟାଙ୍କ ୟୁ 3 ଥର ଲାଷ୍ଟ ଲେଖିଦେବେ,
ଲେଖିଲା ପରେ ତାପରେ ଆପଣ କଣ କରିବେ ଟିକେ ଜଷ୍ଟ ଭାବିବେ ଗୋଟେ ଜଷ୍ଟ ଗୋଟେ ମାନେ 15 ସେକେଣ୍ଡ ଖଣ୍ଡେ ଜଷ୍ଟ ଖାଲି ଗୋଟେ ହାର୍ଟଲି ଆପଣ ତାକୁ ଭାବିବେ ମାନେ ଆପଣ ସେ ପିକ୍ଚରଟା ଆପଣ ମାଇଣ୍ଡକୁ ଆଣିଗଲା ମାନେ ମୋ ମା କେମିତି ହ୍ୟାଲୋ ଗୋଟେ ଏକ୍ସାମ୍ପଲ ମାନେ ମନେ କରନ୍ତୁ ଆପଣ ନାଇଁ ଆପଣଙ୍କ ଗ୍ରାଟିଟ୍ୟୁଡ ଆପଣ ଯାହାବି ଏନିଥିଙ୍ଗ ଭାବନ୍ତୁ ଆପଣ ମଦର ବିଷୟରେ ଯାହାବି ଆପଣ ଦେଖନ୍ତୁ ବାପା ମା ଅଛନ୍ତି ୟୁନିକ୍ ବାପା ମା ଛାଡି ଆପଣ କୌଣସି ଜିନିଷ ଆପଣ ମାନେ ବାପା ମା ଗୋଟେ ଏମିତି ୟୁନିକ୍ ଯେ ବାପା ମା ଅଛନ୍ତି ମାନେ ତାଙ୍କୁ ଛାଡିଦେଲା ପରେ ଆଉ ସବୁ ଜିନିଷ ଆପଣ ପାଇବେ କିନ୍ତୁ ବାପା ମାଙ୍କୁ ପାଇବେନି ତ ଯାହାବି ଆପଣ ଲେଖିବାରେ ଦେଖନ୍ତୁ ଫର ଏକ୍ସାମ୍ପଲ ଗୋଟେ ଏକ୍ସାମ୍ପଲ ଛୋଟ ଏକ୍ସାମ୍ପଲ ଭାରି ଇଜି ଏକ୍ସାମ୍ପଲ ମୁଁ थैंक यू फॉर माय प्यारी माँ कि मते से सकाळु मते अमित बेला से उठौतला पाठ पढ़िया ପାଇଁ बुझले ना ए भलिया थैंक यू भारी इजी माने आपण जो डिफिकल्ट प्रोसेस किछ नहीं बस ए भलिया माने सिंपल शुणतु जयंत सर एक्चुअली कौन होची ठीक अछि आपण लेखुछन सेटा माने जेमे सिखाउछ सेटा ठीक अछि माने मो कहबा माने आमे आज मु माने स्टार्टिंग रो आपण आसी नतले जॉइन करनतले प्रभात से क्वेश्चन ही मते पचले काना से भी बहुत पुराना किंतु आज पन तो आपण जानि पार नाते प्रैक्टिस टा केमते बडा हबो सकाळ जदी मु उठी किना लेखिली जे थैंक यू आज मु शीघ्र उठी पारिना ग्रेटिट्यूड लेखुथिबारु तो मु जल्दी उठिली बोल लेखिली तापर ताकू केमती करबी थैंक यू प्रभु आज मु जल्दी उठी पारिथिबारु मते बहुत बढ़िया निद हेथिबारु मु आज एनर्जेटिक महसूस करूची मु आज बहुत खुशी अछि कि आज मु टिके रेस्ट नै पारली भल से सोई पारली थैंक यू प्रभु आप जल्दी मु सोई पारिथिबारु निदडा मोर बहुत भलो हेथिबारु मु आज सूर्यंक उदय हेबा देखि पारली मु आज बहुत बढ़िया श्वास नै पारुची एमती कि ना माने मु सकाळ जते उठिली जल्दी मोर बहुत काम बहुत जल्दी हे गला माने मु लेखिली जल्दी उठी गली अमृत बेला रे किंतु ता पय मते पुनी 5टा हो 10टा हो जेत की फीलिंग्स रे से लेखिबा दरकार नै बस कहिबार अछि तापर हां मोर फास्ट होची सकाळ सबटो होची लेखिबा 3टा फॉर्मूला 3टा डेली कि मु आज बहुत बहुत कृतज्ञ कि मु आज जीवित अछि आज हम राति देखिछु काली देखिबो कि नै फास्ट होची सेटा होची पॉइंट हला संगीता फास्ट पॉइंट होची मु आज जीवित अछि जदी मु जीवित अछि ताले मु कोन कोन करछि जीवित हे कि ना मु आज चाली पारुची देखि पारुची सुनी पारुची हां मु बहुत बहुत कृतज्ञ ना मु आज जीवित अछि माने मते आ उटे दिन मिलला आज मु ग्रेटिट्यूड करिया पे कृतज्ञता जणाया पे मो भगवान को मोर लाइफ रो मु जानि परिबे जे आज मु कोन करिवे आज मोर इंटेंशन कोन एटा धीरे धीरे हम करूछु हला एटा होची फर्स्ट ग्रेटिट्यूड तापर सेकंड होची मु जोडा कहिले मु आज बहुत बढ़िया से सोई जदी मु 2 घंटा भी सोईची धीरे धीरे हुए ना निद हुए ना मु रात 2 घंटा हम कोन करू अरे आज मो निद हलानी 2 घंटा मते सदा लेखिया पे पड़ो आई एम ट्रूली ग्रेटफुल टू माने कि मु बहुत बहुत कृतज्ञ आज मु बहुत बढ़िया 2 घंटा सोई ना बढ़िया निद का तापर निश्चय 4 घंटा निद हे जिवो हला नेगेटिव बिल्कुल कहबे पूरा सब ऑल पॉजिटिव सकाळ उठी ना सेया कहबे तापर कोन कहबो कि आज मु मोर परिवार संगरे अछि आमे जते उठू ना संगे संग माने मु मो स्वामी आमे सोई था संगरे रूम रे सोचू उठी कि ना आज मु बहुत बहुत कृतज्ञ कि मु आज दिनटा देखि पाली आज मु बहुत बहुत कृतज्ञ मु आज आमे दुई जण एका संगरे गोटे रूम रे सोईचू एटा भी बहुत ब्लेसिंग हमको एटा लागुथबो जे बहुत छोट जिंस किंतु पचारि देबो जहा संगरे फैमिली के मन नाहांती हस्बैंड पाखरे बाहर अछंती आज रेणु वाला थिबे रेणु वाला जानि पारुथबे जेटा केते माने हम पे ब्लेसिंग आमे किंतु कोन करू अरे मो स्वामी हां सेई जो दिन आसंती जो सेकंड सैटरडे की फर्स्ट सैटरडे आसंती मो सेई दिन ही केवल माने बहुत बढ़िया निदरे सोए अन्य दिन हम सोई पारेनी बोली कहने निजको मु आज सकाळे बतै छी ना ईगल नो स्टोरी सब चैलेंजेस को हमको एक्सेप्ट करे पे पड़िबो सेटा तो बिल्कुल कहने जे मु सोई पारेनी ओ सोए आउरी बढ़िया से सोए मु जो दिन मो हस्बैंड थांती बढ़िया से रिलैक्स हे ना केना से मते साथ दियंती सपोर्ट दियंती हम खुशी रे रहू एन्जॉय रहू खाऊ ए जिंसला हम करबार छ मु सोई पारु नथले अन्य दिन आज सोई पारले से जिंसला कहिबारी नाही हला बुझी पारलो आउ के एमती जॉइन सर आपन टिके ना आपन से रेगुलर फीलिंग्स ता बढ़ांतु हला जेंतु मु कहिली देखिबे एडा मु हफ्ते पर पचारिबे आपन सेटा करंतु देखिबे केते बढ़िया लागिवो माने अरविंद सर कहंती ना मते जदी भल लागना सुनिया पई जदी मु बोर हे गली ताहले भगवान को बोर लागिवो मते जदी भल लागला ना संजू को माने मु जदी कहूची कथाटा जदी आपन को भल न लागिवो ता माने मोर इमोशनल सेटा अटैचमेंट नाही ना एतबे मु ताको भल से प्रकाश करि पारुनी जेहेतु मु करि पारुची कहि पारुची धीरे धीरे हुए आज हुए ने आज जदी हमें कहि पारुचु
ଫିଲିଙ୍ଗସ୍ ଆଣିପାରୁଛୁ ମ୍ୟାଜିକକୁ ପ୍ରାକ୍ଟିସ କଲା ପରେ। ଏଇନା ମୁଁ କହିବି ସଙ୍ଗୀତାକୁ 1.5 ବର୍ଷ ପରେ ଆସୁଛି 1.5 ବର୍ଷ ନାଇଁ, ମୋର ତ 3 ନହେଲେ ବର୍ଷ। ରଟାଟଟୁ ମୋର ତ ବର୍ଷେ ରଟାଟଟୁ ଖାଲି ଯାଇଛି ମୋର ଆଖିଟା ପାଇଁ, ମୁଁ ଆଖିରେ ଦେଖିପାରୁଛି। ମ୍ୟାଜିକ ବୁକ୍ ସେଇଆ ହିଁ କହିଛି, ମ୍ୟାଡାମ ଆମର ସେଇଆ କହିଥିଲେ ଲେଖିବ। ମୋ 2ଟା ଆଖି ପାଇଁ ବହୁତ କୃତଜ୍ଞ। ଦେଖିପାରୁଛି ବୋଲିକିନା ବି ମୁଁ ଲେଖୁନଥିଲି। ମୁଁ ଯେମିତି ଜୟନ୍ତ ସାର୍ ଏଇନା କହୁଛନ୍ତି ମୋ ବାପା ମା ପାଇଁ ବହୁତ କୃତଜ୍ଞ, ମୁଁ ବି ସେଇଆ ହିଁ ଲେଖୁଥିଲି। ମୁଁ ବି ସେଇ ଭିତରୁ ଗୋଟେ ହେଲା। ଏଇନା କିନ୍ତୁ ଏଇନା ମାନେ ଫିଲିଂସ୍ ଟା ଏଇ ସିଜନ ରେ ଆସିଛି ଆମକୁ। ଆଜି feelings ମୁଁ ଟା ଏଇଥିପାଇଁ ଗୋଟେ ଟାଇମ ଦେଖିଯିବ ଦେଇଛି, ଯେତେବେଳକୁ ଏଇଥିପାଇଁ ଟାଇମ ଦଉଛି ମୋର ହଜବେଣ୍ଡ ନାହାନ୍ତି ବୋଲିକିନା, ନହେଲେ ମୁଁ ଏଇନା କ୍ଲାସ ଏଣ୍ଡ କରିଦେଇଥାନ୍ତି କି ସେ ଆସିବେ। ଗୋଟେ ଗ୍ରାଟିଚ୍ୟୁଡ କୁ ଯେତେବେଳେ 10ଟା କରୁଛୁ ଆମ ବ୍ରେନ ତ ଭାବୁଛି କଣଟା, କିନ୍ତୁ ମନଟା ସତରେ ମୋ ମା ପାଇଁ, ଯେମିତି ଆପଣ କହିଲେ ମୋ ମା ମତେ ଜନ୍ମ ଦେଇଥିଲେ, ସତରେ ମା କେତେ କଷ୍ଟ କରିକିନା ଯୋଉଟା ମାନେ ମୋ ପାଇଁ ଭଲ ସେଇଟା ବାଛି ବାଛି ଖାଉଥିଲେ, ସେଇଟା ମାନେ ସେ କେତେ କେୟାରଲି ଚାଲୁଥିଲେ, କେତେ କେୟାରଲି ନିଜର ଯତ୍ନ ନଉଥିଲେ, ଯୋଉଟାକୁ ମୋ ପାଇଁ ବେନିଫିଟ ଦଉଥିଲା ସେଇ ଜିନିଷ ଗୁଡାକ, ସେଇ କାମ ଗୁଡା ସେ କରୁଥିଲେ, ଯୋଉଠୁ ବୁଲି ଗଲେ ତାଙ୍କ ମନଟା ପ୍ରଫୁଲ୍ଲିତ ହଉଥିଲା, ମୋ ପାଇଁ ଭଲ ସେଇ ଜିନିଷଟା କରୁଥିଲେ। ଗୀତା ପାଠ କରୁଥିଲେ କଣ ପାଇଁ ନା ମୋ ପାଇଁ, ମୋ ବ୍ରେନ ଟା ସେଟା ଭଲ ଜିନିଷଟାକୁ କ୍ୟାପଚର କରିବ, ସେଥିପାଇଁ ସେ ସେଇ କାମ କରୁଥିଲେ। ମାନେ କେତେ ଗ୍ରେଟଫୁଲ ସେ, ମାନେ ମୋ ପାଇଁ ହିଁ ଟାଇମ ଟା 9 ମାସ ମୋ ପାଇଁ ହିଁ ଟାଇମ ଦେଇଥିଲେ। ଜନ୍ମ ହେଲା ପରେ ପୁଣି ତ ମୁଁ ଦେଖ ବାହା ହେଲା ହଁ ଯାଏ 21 ବର୍ଷ ଯାଏ ଟାଇମ ଦେଇଥିଲେ। ମାନେ କେତେ ଗ୍ରେଟଫୁଲ, ପୁରା ମୂଲ୍ୟବାନ ସମୟ ଗୁଡା ମୋ ପାଇଁ ହିଁ ଦେଇଛନ୍ତି ସେମାନେ। ତାଙ୍କ ଋଣ ତ ମୁଁ ଜୀବନ ଥିଲା ଯାଏ ବୁଝିପାରିବି। ହେଲା। ତ ଏମିତି ସମସ୍ତ ଆମକୁ ଏଇଭଳିଆ ଲେଖିବା ପାଇଁ ପଡିବ ହେଲା। ସଙ୍ଗୀତା ଡାଉଟ କ୍ଲିୟର ହେଲା? ଲେଖିଲେ କି ହେଇଯିବ ହେଲା। ଆଜି ସଞ୍ଜୁ ଏମିତି କହୁଛି ମୋର ମିତ ଏତେ ବଢିଆ କହୁଛନ୍ତି, ମୁଁ କାହିଁ କରିପାରିଲିନି। ସେମିତି ନାହିଁ, ମୁଁ ବି ଜୟନ୍ତ ସାର୍ ଆଜି ଯେମିତି ଆନ୍ସାର ଦେଲେ, ଜୟନ୍ତ ସାର୍ ତ ଆନ୍ସାର ଦେଲେ, ମୁଁ ତ ଚୁପଚାପ ଭିଡିଓଟାକୁ ବନ୍ଦ କରିନା ଚୁପଚାପ ବସି ଯାଉଥିଲି, କିଛି କହୁନଥିଲି। ନାନୀ ଆମକୁ ଟାସ୍କ ଦଉଥିଲେ, ମା ଉପରେ ଲେଖ ପଟା ଦିନ ଲେଖିକିନା ତାପରେ ତାକୁ କହୁଥିଲେ ପଢ। ପଢି ପଢିକିନା ମନେ ଅନୁ ତାକୁ ଟିକେ କହ, କେତେ ବଢିଆ ସେ ପ୍ରେୟାର କରେ ବୋलो। କହ ଆଇ ଏମ୍ ସରି ପ୍ଲିଜ ଫରଗିଭ ମି, କହ ବହୁତ ବଢିଆ କହ। ରେକର୍ଡିଂ ହଉଛି, କାଲି ଶୁଣବା। କହ ଚକଲେଟ ଗିଫ୍ଟ ମିଳିବା, ଫେର ଗିଫ୍ଟ ମିଳିବା। ଗିଫ୍ଟ କାଲି ମିଳିବନି। ଅନୁ ଆଜି ଆଉ ଗିଫ୍ଟ ଦବୁନି, ତାର ଗିଫ୍ଟ ମିଳିଲା ନେଇଯିବୁ। ତାର ମୁଡ ନାହିଁ ଏଇନା, ହଁ ମୁଡ ନାହିଁ, ନହେଲେ ବହୁତ ବଢିଆ କହେ ହେଲା। ସମସ୍ତଙ୍କ ଡାଉଟ କ୍ଲିୟର ହେଇଗଲା। ପ୍ରଭାତ ତୁମ ଡାଉଟ କ୍ଲିୟର ହେଲା, ଏଇନା ବୁଝିପାରିଲ? କାଲି ତୁମେ କହିବ କେମିତି ଗୋଟେ ଗ୍ରାଟିଚ୍ୟୁଡ କୁ 10ଟା ଗ୍ରାଟିଚ୍ୟୁଡ କଲ। କାଲି ପ୍ରଭାତ କହିବ, ତାପରେ ଗୋଟେ ଦିନକୁ ଦିଆହବ, ହେଲେ ନୂଆ ଲୋକ ସେମାନେ ବୁଝିପାରିବେ ହେଲା। ଚାଲ ଆଜିର କ୍ଲାସକୁ ଏଣ୍ଡ କରିବା। ଏଇ ଜୟନ୍ତ ସାର୍ ଆପଣଙ୍କ ମାନେ ତ ମ୍ୟାଡାମ ଆସୁନାହାନ୍ତି କି? ତାର ଅଫିସ କାମ ଟିକେ ରହିଯାଉଛି ତ, ସେ ମାନେ ତାର ଇଚ୍ଛା ବାହାରି ଯାଏ, କିନ୍ତୁ ସେ ଟାଇମ ଦେଇପାରୁନି ଆଡେ ଆଉ। ହେଲେ ଠିକ ଅଛି, ଚାଲ ମର୍ଣ୍ଣିଂ କ୍ଲାସ ଆଟେଣ୍ଡ କରିଦଉଛି, ଏମିତି ହେଇକି ସେ ତାର ଚଲେଇଛି ଆଉ। ଥ୍ୟାଙ୍କ ୟୁ ଆଜିର କ୍ଲାସ ପାଇଁ। ଆଜି ଦିନଟା ଆମର ବହୁତ ବହୁତ ଖୁସିରେ ଯାଇଥିବାର ଥ୍ୟାଙ୍କ ୟୁ। ଆଜିର ଦିନଟା ବି ଆମର ରାତି ହେବାକୁ ଗଲାଣି, ବହୁତ ଖୁସିରେ କଟିଥିବାରୁ ଧନ୍ୟବାଦ। ସମାପ୍ତି ବି ଆମର ବହୁତ ଖୁସିରେ ହେଇଛି। ଆମେ ବହୁତ କିଛି ଆଜି ଶିଖିପାରିଲୁ, ଜାଣିପାରିଲୁ, ଏଥିପାଇଁ ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କୁ ପ୍ରଭୁ ଖୁସିରେ ରଖ, ସମସ୍ତଙ୍କୁ ହ୍ୟାପି ରଖ, ସମସ୍ତଙ୍କ ଘରେ ସମୃଦ୍ଧି ହଉ, ସମସ୍ତଙ୍କ ଘରେ ଲକ୍ଷ୍ମୀ ମାଙ୍କ କୃପା ରହୁ, ସମସ୍ତଙ୍କ ଘରେ ଅନ୍ନପୂର୍ଣ୍ଣାଙ୍କ ବସବାସ ରହୁ, ସମସ୍ତେ ହେଲ୍ଦି ହ୍ୟାପି ଏଣ୍ଡ ଏନର୍ଜେଟିକ ଲାଇଫରେ ବଞ୍ଚନ୍ତୁ। ଏହି ଆଶୀର୍ବାଦ ଦେ ପ୍ରଭୁ। ତେରା ମଙ୍ଗଲ ମେରା ମଙ୍ଗଲ ସବକା ମଙ୍ଗଲ ଭୟରେ ଏହି ଇଏରେ ଆମେ ଆଜି କ୍ଲାସଟାକୁ ସମାପ୍ତି କରିବା। ସମସ୍ତଙ୍କୁ ମୋର କୋଟି କୋଟି ନମନ। ଆଉ ଆପଣମାନଙ୍କ ଭିତରେ ଯେଉଁ ପରମାତ୍ମା ଅଛନ୍ତି ତାଙ୍କୁ ବି ମୋର କୋଟି କୋଟି ନମନ। ସମସ୍ତଙ୍କୁ ବ୍ଲେସିଂ। ସମସ୍ତେ ଆଜି ବହୁତ ବଢିଆ ସେ ଶୁଅ ରାତିରେ, ଏକଦମ ପୁରା ସ୍ୱପ୍ନ ରାଜ୍ୟରେ ଆସିଯାଅ। ମୁଁ ପୁରା ରାଜା ରାଣୀ ହେଲା, ସବୁଠୁ ବେଷ୍ଟ। ମୁଁ ରାଜା, ମୁଁ ରାଣୀ, ମୋ ସ୍ୱାମୀ ରାଜା। ଥ୍ୟାଙ୍କ ୟୁ।